Good evening. Good evening, ma'am. ଏତେ ଯାଏ ଆମର ସରିଥିଲା। ଆଜି ପଢିବା ଚାଇଲ୍ଡ ଇନ୍ ଡିଫରେଣ୍ଟ ସୋସିଓ କଲଚରାଲ କଣ୍ଟେକ୍ସଟ ହେଲା। ଭଏସ୍ କ୍ଲିୟର ସମସ୍ତଙ୍କୁ ଆସୁଛି ତ? Yes, ma'am. ma'am. Yes, ma'am. କଣ ଅଛି ନା ହଉଛି ଚାଇଲ୍ଡ ଇନ୍ ଡିଫରେଣ୍ଟ ସୋସିଆଲ କଲଚରାଲ କଣ୍ଟେକ୍ସଟ। ସେଥିରେ କଣ ଦେଲା ନା ହଉଛି କଲଚର ଆଣ୍ଡ ସୋସାଇଟି ମେ ମିନ୍ ଡିଫରେଣ୍ଟ ଥିଙ୍ଗସ୍ ଟୁ ଡିଫରେଣ୍ଟ ପିପଲ। ଫର ଇନଷ୍ଟାନ୍ସ, society means an association and culture mean the living style of the people ହେଲା। ତ କଣ କହୁଛି ନା କଲଚର ଆଉ ସୋସାଇଟି ଯୋଉ ଶବ୍ଦର ଅର୍ଥ ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ହୋଇପାରେ ହେଲା। ଜେନେରାଲି ସୋସାଇଟି ମାନେ ହଉଛି କଣ ନା ହଉଛି ଲୋକମାନଙ୍କର ଗୋଟେ ଆସୋସିଏସନ କୁ ବୁଝାଏ ସୋସାଇଟି, ଯେଉଁଠି ଲୋକମାନେ ଏକାଠି ରହନ୍ତି, ରୁଲ ଫଲୋ କରନ୍ତି, ରିଲେସନସିପ କୁ ସବୁ ରେସ୍ପନ୍ସିବିଲିଟି ସହିତ ନିଭାନ୍ତି, ଆଉ ତାଙ୍କର ଯାହା ସବୁ ଯେତେକ ସବୁ ରହିଲା ସେ ସବୁ ସେୟାର କରନ୍ତି ହେଲା। ଏସବୁକୁ ଆମେ କଣ କହୁଛନ୍ତି ନା କଲଚର ବୋଲି କହୁଛନ୍ତି, ନା ସରି ସୋସାଇଟି ବୋଲି କହୁଛନ୍ତି। କଲଚର ମାନେ ହଉଛି କଣ ନା ଲୋକମାନଙ୍କର ଲିଭିଂ ଷ୍ଟାଇଲ ହେଲା। ତାଙ୍କର ଫୁଡ ହାବିଟ୍ସ କଣ ଅଛି, ତାଙ୍କର ଲାଙ୍ଗୁଏଜ କଣ ଅଛି, ତାଙ୍କର ହଉଛି ଡ୍ରେସ୍ କଣ ଅଛି ହେଲା, ୱେ ଅଫ ଟକିଂ କଣ ଅଛି, କଷ୍ଟମ୍ସ କଣ, ଟ୍ରାଡିସନ କଣ, ବିଲିଫ୍ସ କଣ, ଭ୍ୟାଲୁ କଣ, ଏ ସବୁ ଯାକ ହଉଛି କଲଚର ହେଲା। ତ ଆମେ ଯଦି ଦେଖିବା ତ କଲଚର ଆଉ ସୋସାଇଟିକୁ ସବୁ ଲୋକମାନେ ଏକା ବୋଲି ଭାବନ୍ତିନି, ଭିନ୍ନ ଭିନ୍ନ ବୋଲି ହେଇପାରେ। ଏଇଟା ହଉଛି କଲଚର ସୋସାଇଟି କହିଲା ମାନେ ଜେନେରାଲି ଆମେ ବୁଝୁଛନ୍ତି ଗୋଟେ ଆସୋସିଏସନଟେ। ଆମର ଆମ ସୋସାଇଟିରେ ଏଇ ରୁଲ ଚାଲେ ନାହିଁ, ଆମକୁ ଏଇ ରୁଲ ଫଲୋ କରିବା ପାଇଁ ପଡିବ। ଯାହା ସବୁ ରୁଲ ରହିଲା, ରିଲେସନସିପ ରହିଲା, ରେସ୍ପନ୍ସିବିଲିଟି ରହିଲା, ସବୁ ଯାକ ଏକାଠି ରୁହେ କୋଉଠି ନା ସୋସାଇଟିରେ। ଆଉ କଲଚର କଣ ନା ଲିଭିଂ ର ଷ୍ଟାଇଲ, କେମିତି ସେ ଷ୍ଟାଇଲରେ ବଞ୍ଚୁଛି, ଫୁଡ ହାବିଟ୍ସ ତାର କଣ, ତାର ଡ୍ରେସ୍ କେମିତି ପିନ୍ଧିବାର ଶୈଳୀଟା କେମିତି ଅଛି, ତାଙ୍କ କଷ୍ଟମ୍ସ କେମିତି, ଟ୍ରାଡିସନ କେମିତି, ଏସବୁକୁ ନେଇକି କଲଚର ବୋଲି ଆମେ କୁହନ୍ତି। ତାପରେ କହିଛି କି ଚିଲଡ୍ରେନ୍ ଗ୍ରୋ ଅପ୍ ଇନ୍ ସ୍ପେସିଫିକ୍ ଫିଜିକାଲ, ସୋସିଆଲ, କଲଚରାଲ, ଇକୋନୋମିକ ଆଣ୍ଡ ହିଷ୍ଟୋରିକାଲ ସର୍କମଷ୍ଟାନ୍ସେସ୍ ୱିଥ୍ ଇନଫ୍ଲୁଏନ୍ସ ଦେୟାର ଚାଇଲ୍ଡହୁଡ। ତ କଣ କହିଲା ସେ କହୁଛି, ହଁ ସେ କହୁଛି କି ହଉଛି ଆମର ଚିଲଡ୍ରେନ୍ ମାନେ ହେଲା, ଚାଇଲ୍ଡ ମାନେ ଫିଜିକାଲ ଆଉ ସୋସିଆଲ, କଲଚରାଲ, ଇକୋନୋମିକ ଆଉ ହିଷ୍ଟୋରିକାଲ ସର୍କମଷ୍ଟାନ୍ସେସ୍ ମଧ୍ୟରେ ଆମର କଣ କରିଥାନ୍ତି ନା ଗ୍ରୋ କରିଥାନ୍ତି। ସେ ସବୁ ପରିବେଶରେ ହିଁ ସେମାନେ ଗ୍ରୋ କରିଥାନ୍ତି। ସେ ସବୁ ତାଙ୍କ ଚାଇଲ୍ଡହୁଡ କୁ କଣ କରିଥାଏ ନା ଗଭୀର ଭାବରେ ଇନଫ୍ଲୁଏନ୍ସ କରିଥାଏ। ଗୋଟେ ପିଲାଟି କଣ ନା ଯୋଉ ଇଏରେ ସେ ବଢିକି ଚାଲୁଛି, ତାଙ୍କର ସୋସାଇଟି ତା ଉପରେ କଣ ପ୍ରଭାବ ପକଉଛି, କଲଚର କଣ ପ୍ରଭାବ ପକଉଛି, ଇକୋନୋମିକ କ୍ଷେତ୍ରରେ କେମିତି ତାର ହଉଛି ପ୍ରଭାବିତ ହଉଛି ହେଲା, ଫିଜିକାଲି, ତ ଏ ସବୁ ଯାକ ହଉଛି କଣ ନା ତାଙ୍କର ଚାଇଲ୍ଡହୁଡ କୁ ବହୁତ ଭାବରେ ଗଭୀର ପ୍ରଭାବ ପକେଇଥାଏ। ସେଥିରେ ହିଁ ସେ କଣ ହେଇଥାଏ ନା ଇନଫ୍ଲୁଏନ୍ସ ହେଇଥାଏ। ତାପରେ କହିଲା କି socio cultural context can have a large influence on their development। ତ କଣ ନା socio cultural context ଆମର କଣ କରେ ନା ଶିଶୁର ଡେଭଲପମେଣ୍ଟ ଉପରେ ବହୁତ ହି ବଡ ଇନଫ୍ଲୁଏନ୍ସ ରଖିଥାଏ ହେଲା। ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ହେଲା, ଲାଙ୍ଗୁଏଜ ସ୍ପୋକେନ୍ କେମିତି କଣ ତାର ହବ ଘରେ, ସୋସିଆଲ ଏକ୍ସପ୍ରେସନ ସବୁ ହେଲା, ଇକୋନୋମିକ କଣ୍ଡିସନ ସବୁ ରହିଲା, ଏ ସବୁ ଫ୍ୟାକ୍ଟର ସେ ସବୁ କିପରି ଶିଖିବ, କିପରି ଚିନ୍ତା କରିବ, କିପରି ବିହେଭ କରିବ, ସେ ସବୁକୁ କଣ କରିଥାଏ ଗୋଟେ ସେପ୍ ବନେଇଥାଏ। କିଏ ସେ ନା ସୋସିଓ କଲଚରାଲ କଣ୍ଟେକ୍ସଟା, ମାନେ ସୋସାଇଟିରୁ ସବୁ ଜିନିଷ ଶିଖିଲା, କେମିତି କଣ ରହିବାର ଅଛି, କେମିତି କଣ କହିବାର ଅଛି, ଆଉ କଲଚର ତାକୁ ଶିଖେଇଲା କଣ ହଉଛି ଆମର ୱେ ଅଫ ଟକିଂ କେମିତି ହବା ଦରକାର, ଆମ ଡ୍ରେସିଂ ସେନ୍ସ କେମିତି ହବା ଦରକାର ହେଲା।
ये सब जिनस स्टाइलटा शिखेदेला कल्चर सोसाइटी शिखेदेला आमर कौन ना गोटे आसोसिएशन जो रूल आउ रेगुलेशन सब फॉलो करवा तो से सोशियो कल्चरल कंटेक्स्ट द्वारा शिशुटा बहुत ही इन्फ्लुएंस रही है फैमिली बैकग्राउंड लैंग्वेज स्पोकेन हूँ सोशल एक्सपेक्टेशंस इकोनॉमिक कंडीशंस सब जाक फैक्टर शिशु को शिखाई था चिंता करने बिहेवियर को मॉडिफाई करने भल करने गोटे सेप्टे बनई था ହେଲା ତାପରେ କଣ କହିଛି ନା ଡେଭଲପମେଣ୍ଟ ଇନଭଲ୍ଭସ୍ ଏ ପ୍ରୋସେସ ଅଫ ଲ ହଁ मैम गोटे क्वेश्चन पचार टिके छोट डाउट गोटे कौन माने हमर ए जो कल्चर माने कल्चरल रूल्स टा सेटा सोसाइटी को अफेक्ट करे ना माने अकॉर्डिंग टू सोसाइटी हमर कल्चरल रूल्स टा माने फॉलो करा जाए देख आमर हूँ कल्चर कहवाई गले कल्चर रे बहुत सारा जिनस अच्छी आमर सोसाइटी धर आमर गोटे सोसाइटी अच्छी सोसाइटी किसी रूल एंड रेगुलेशंस अच्छी ताकू कौन ना पिला लोक मैंने मानिकी चलवा आवश्यक किंतु यस यस आमर सोसाइटी रे आम सोसाइटी रे तो गोटे कल्चर लोक बसवास कर किसी माने नहीं ना बहुत प्रकार कल्चर आसिक बसवास भी कर कहवा कि हूँ आमर गोटे सोसाइटी अच्छी सोसाइटी रे ए रूल अच्छी किंतु सोसाइटी से रूल को लेकिन आमको देखा पड़ो कि आमर हूँ जो कल्चर लोक मैंने अच्छा से गुड़ाक मानिकी चली पार्टी कि ना जमती कि आमर हूँ जमती कि हिंदू मानकर गोटे कल्चर अच्छी आमर जो बेंगली माने से माने हिंदू मान कथा छाड़ हिंदू तो गोटे हूँ हाँ मैम ओडिया और बेंगली आज्ञा हाँ ओडिया बेंगली होगला गोटे जमती ओडिया मानकर गोटे हूँ चालीचलन गोटे अलग टाइप अच्छी आउ सेटा हूँ कौन ना बंगाली मानकर गोटे चालीचलन अलग अच्छी तो सेटा सोसाइटी एक्सेप्ट करिवो ताकू नेकी आज्ञा सोसाइटी रूल माने कहि परिबनी कि नाही ओडिया रे तमे आसिकी ओडिसा रे रहउछ माने तुमको एई रूल फॉलो करिया पई पड़िबो सेमते से ये करि परिबो नाही तो सोसाइटी रे रहउछंती आमे सोसाइटी रो रूल एंड रेगुलेशन कोन अछि सेटा अलग कथा ताकू नेकी आमे चलिबा किंतु आम कल्चर को आमे अधिक प्राधान्य आमे दबा ता माने आज्ञा नुह कि आमे सोसाइटी रे रहउछंती बोली आमे ताकू चेंज कर दबा आज्ञा हैला मैडम थैंक यू तो तापर कोन कहला ना होछि कोड पढुतले मु हां सोसाइटी मीन्स एसोसिएशन कल्चर मीन द लिविंग स्टाइल ऑफ द पीपल तापर कहिछि कि चिल्ड्रन ग्रो अप इन स्पेसिफिक फिजिकल सोशल कल्चरल इकोनॉमिक एंड हिस्टोरिकल सर्कमस्टेंसेस विल इन्फ्लुएंस देयर चाइल्डहुड ସେଇଟା एटा ଆମେ पढिले हां 4 पढिले पॉइंट पढ़ाओ हां हां डेवलपमेंट इन्वॉल्व Development, huh? Development involves a process of learning and improvement, and the children can only learn when others are there to support them, like parents, teacher, and peer groups. तो कौन कौची ना डेवलपमेंट माने केवल जे बायोलॉजिकल ग्रोथ ताहा नुहे ଏହା କଣ କରିଥାଏ ନା ଲର୍ଣ୍ଣିଂ ଓ ଇମ୍ପ୍ରୁଭମେଣ୍ଟ ର ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ ବୋଲି ଆମେ କହିପାରିବା ଆମେ ଯଦି ଭାବିଦେବା କି ନାଇଁ ସେ ତାର ଜନ୍ମରୁ ତ ସେ ଏଇ ଜିନିଷଟା ନେଇକି ଆସିଛି ସେ ଏନଭାରମେଣ୍ଟରେ ଯେତେ ତାକୁ ପରିବର୍ତ୍ତନ କଲେ କଣ ହବ ତାଙ୍କ ବାପା ମା ଏମିତି ମାନେ ସେ ସେମିତି ହିଁ ହେବେ ତ ଏଇଟା ଭାବନାଟା ଭୁଲ ଡେଭଲପମେଣ୍ଟ ମାନେ ଖାଲି ବାୟୋଲୋଜିକାଲ ଗ୍ରୋଥ ନୁହଁ ଖାଲି ବାପା ମାଙ୍କୁ ନେଇକି ଯେ ହେଇଥାଏ ସେଟା ନୁହଁ ସେଟା କଣ ନା ଗୋଟେ ଲର୍ଣ୍ଣିଂ ଦ୍ୱାରା ମଧ୍ୟ ତାର କଣ ନା ଇମ୍ପ୍ରୁଭମେଣ୍ଟ ଆସିଥାଏ ଏଟା ଗୋଟେ କଣ୍ଟିନ୍ୟୁଅସ୍ ପ୍ରୋସେସ ତ ପ୍ୟାରେଣ୍ଟସ ହେଲେ ଟିଚର୍ସ ହେଲେ ଆମର ପିୟର ଗ୍ରୁପ ସବୁ ଯାହା ହେଲା ସାଙ୍ଗମାନେ ହେଇଗଲେ ଆଉ ଆଉ ଅଲଗା ସବୁ ଯେତକ ସବୁ ଆମର ସପୋର୍ଟର ସବୁ ରହିଲେ ସେ ସବୁ ଆମର କଣ ନା ତାଙ୍କ ଦ୍ଵାରା ଆମର ଲର୍ଣ୍ଣିଂ ପସିବଲ କିଛି ଗୋଟେ ତାଙ୍କ ଦ୍ଵାରା କିଛି ଆମେ ଶିଖିଥାନ୍ତି ପ୍ୟାରେଣ୍ଟସ ଯେମିତି ଆମକୁ ଶିଖାନ୍ତି କି ଆମକୁ କେମିତି ବିହେଭିୟର କରିବାର ଅଛି ଟିଚର୍ସ ମାନେ ଆମକୁ ରାଇଟ ପାଥ ସବୁ ଦେଖାନ୍ତି ପିୟର ଗ୍ରୁପ ମାନେ ତାଙ୍କ ସହିତ ଯଦି ଆମେ ମିଶିବା ତାହେଲେ ହଉଛି କଣ ଠିକ କୋଉଟା ଭୁଲ ଆମେ ତାଙ୍କ ସପୋର୍ଟରେ ବି ଆମେ ଜାଣିପାରିବା ତ ଏ ସବୁ ଯାକ ଲର୍ଣ୍ଣିଂ ତାଙ୍କ ଦ୍ଵାରା ମଧ୍ୟ ପସିବଲ ହେଇଥାଏ କିଛି କ୍ଷେତ୍ରରେ ସୋସିଆଲ ଇଣ୍ଟରାକ୍ସନ ମାଧ୍ୟମରେ ମଧ୍ୟ ଚାଇଲ୍ଡ କଣ କରିଥାଏ ନା ତାର ନଲେଜ କୁ ତାର ସ୍କିଲ କୁ ଏସବୁକୁ କଣ କରେ ନା ଆକ୍ୟୁଆର କରିଥାଏ ଏସବୁ ଜିନିଷକୁ ଆକ୍ୟୁଆର କରିଥାଏ ତ ସେଥିପାଇଁ ଖାଲି ଡେଭଲପମେଣ୍ଟ ଆମେ କହିବାନି କି ବାୟୋଲୋଜିକାଲ ଗ୍ରୋଥ ଆମ ଡେଭଲପମେଣ୍ଟ କହିଲା ମାନେ ଗୋଟେ ଏମିତିକା ଲର୍ଣ୍ଣିଂ ପ୍ରୋସେସ ଯୋଉଟା କି ଏମିତିକା ଲର୍ଣ୍ଣିଂ ବା ହଉଛି ନଲେଜ ଯାହାକି ଇମ୍ପ୍ରୁଭମେଣ୍ଟ ଆମର କରିଥାଏ ବାରମ୍ବାର କରୁ ବି ଥାଏ କଣ୍ଟିନ୍ୟୁଅସ୍ ପ୍ରୋସେସ ଏଇଟା ଆଉ ଏଇଟା କାହା ଦ୍ୱାରା ହେଇଥାଏ ଆମେ ଇନଫ୍ଲୁଏନ୍ସ ହେଇଥାନ୍ତି ପ୍ୟାରେଣ୍ଟସଙ୍କ ଠାରୁ ଟିଚର୍ସଙ୍କ ଠାରୁ ପିୟର ଗ୍ରୁପ୍ସଙ୍କ ଠାରୁ ଅଦର ମାନେ ଅଲଗା ଯିଏ ସବୁ ରହିଲେ ଆମକୁ ଯିଏ ସପୋର୍ଟ କରନ୍ତି ଆମ ସପୋର୍ଟର ମାନେ ହେଲେ ଏମାନଙ୍କ ଦ୍ୱାରା ପସିବଲ ହେଇଥାଏ ସୋସିଆଲ ଇଣ୍ଟରାକ୍ସନ ମାଧ୍ୟମରେ ଆମେ କଣ କରିଥାନ୍ତି ନା ହଉଛି ପିଲାମାନେ ତାଙ୍କର ନଲେଜ କୁ ଗେନ୍ କରିଥାନ୍ତି ସ୍କିଲ୍ସ ପ୍ରୋସେସ କୁ ଆହୁରି ହିଁ ଭଲ କରିକି ଗଢି ତୋଳିଥାନ୍ତି ଏସବୁ ଦ୍ୱାରା ହିଁ ସେ ନଲେଜ କୁ ଆକ୍ୟୁଆର କରିଥାନ୍ତି
ତାପରେ କହିଲା according to socio-cultural theories child development differentiated in according to social cultural theory child development differentiated in different social and cultural context ହେଲା କଣ କହିଲା ନା ହଉଛି socio cultural theory ହିସାବରେ ଯଦି ଆମେ ଦେଖିବା ଚାଇଲ୍ଡ ଡେଭଲପମେଣ୍ଟ କଣ ହେଇଥାଏ ନା ଭିନ୍ନ ଭିନ୍ନ ଡିଫରେଣ୍ଟ ଟାଇପ ର ସୋସିଆଲ ଆଉ କଲଚରାଲ କଣ୍ଟେକ୍ସଟ ରେ ଭିନ୍ନ ଭିନ୍ନ ଭାବରେ ହିଁ ଘଟିଥାଏ ଗୋଟେ ସିଙ୍ଗଲ ମଡେଲ ସମସ୍ତ ମାନେ ଚିଲଡ୍ରେନ ପାଇଁ ଆପ୍ଲାଏ ହେଇପାରିବ ନାହିଁ ଗୋଟେ ସିଙ୍ଗଲ ମଡେଲ ଯଦି ନବା ଗୋଟେ ସବୁ ପିଲାଙ୍କ ପାଇଁ ଏଟା ଆପ୍ଲାଏ କରିବା ସେଟା ନୁହଁ କାହିଁକି ନା ହଉଛି ପ୍ରତ୍ୟେକ ଯୋଉ ପିଲା ରହିଲେ ପ୍ରତ୍ୟେକ ଚାଇଲ୍ଡ ରହିଲେ ତାଙ୍କର ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ଅଲଗା ଅଲଗା ହେଇକି ଆସିଥାଏ ଯେମିତିକି ଟିକେ ଆଗରୁ ଆମେ କଥା ହଉଥିଲେ ଆମେ କହିଲେ କଣ ନା ହଉଛି ଗୋଟେ ମଡେଲ ଆମେ ନବା ଆଉ ଗୋଟେ ସ୍କୁଲରେ ତ ବହୁତ ପ୍ରକାରର ପିଲା ଥିବେ ନା ଆମେ ଯଦି ଗୋଟିଏ ନିୟମ ନବା କହିବା କି ଏଇ ଜିନିଷଟା ତମେ ସମସ୍ତେ ଫଲୋ କରିବ ଏଟା ନୁହଁ ହେଲା ତ ସିଙ୍ଗଲ ମଡେଲ ସମସ୍ତଙ୍କ ପାଇଁ ଆପ୍ଲିକେବଲ କେବେ ବି ହେଇପାରେ ନାହିଁ ଆମେ ପିଲାମାନଙ୍କୁ ଦେଖିବା ତାଙ୍କର ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ଦେଖିବା ସେ କୋଉ ସୋସାଇଟିରୁ ବିଲଙ୍ଗ କରୁଛନ୍ତି ତାଙ୍କର କଲଚର କଣ ଅଛି ସେ ସବୁକୁ ଦେଖିକି ହିଁ ଆମେ କଣ କରିବା ନା ତାଙ୍କ ପାଇଁ ମଡେଲ ତିଆରି କରିବା ହେଲା according to socio-cultural theories child development differentiated different social and cultural context ତାଙ୍କର ବ୍ୟାକଗ୍ରାଉଣ୍ଡ ଦେଖିବା ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ କଣ ଅଛି ସେଇ ହିସାବରେ ହିଁ ଆମେ କଣ କରିବା ନା ତାଙ୍କ ପାଇଁ ମଡେଲ ତିଆରି କରିବା ସବୁ ଗୋଟେ ମଡେଲ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ ତାପରେ କହିଲା it influence children's development in its unique way this is useful to examine how children development in academic knowledge ତ କଣ ନା ଏଇ ଯୋଉ ସୋସିଓ କଲଚରାଲ କଣ୍ଟେକ୍ସଟ ରହିଲା ଏଟା ଚିଲଡ୍ରେନର ଗୋଟେ ମାନେ ଡେଭଲପମେଣ୍ଟକୁ ୟୁନିକ୍ ୱେରେ ଇନଫ୍ଲୁଏନ୍ସ କରିଥାଏ ହେଲା ସେଥିପାଇଁ ହିଁ ଚିଲଡ୍ରେନ କିପରି ଆକାଡେମିକ ନଲେଜ ଡେଭଲପ କରୁଛନ୍ତି ତାଙ୍କୁ ବୁଝିବା ପାଇଁ ତାଙ୍କ ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡ ସବୁ କଣ କରିଥାଏ ନା ଏକ୍ସାମିନ କରିବାକୁ ବହୁତ ୟୁଜଫୁଲ ହେଇଥାଏ ହେଲା କେମିତି କଣ ସେ ଜାଣିଯିବେ ତାଙ୍କର ହଉଛି ସୋସିଓ କଲଚରାଲ କଣ୍ଟେକ୍ସଟ କଣ ଅଛି ତାଙ୍କ ବ୍ୟାକଗ୍ରାଉଣ୍ଡ କଣ ଅଛି ଆମେ ଯଦି ଜାଣିଥିବା ତାହେଲେ ତ କଣ ଜାଣିବା କି ହଁ ୟା ପାଇଁ ଆମେ ଏଇ ମାନେ ଏଇ ମଡେଲଟା ତିଆରି କରିବା ତା ପାଇଁ ଏଇ ମଡେଲଟା ତିଆରି କରିବା ଏଇ ରୁଲଟା ତାକୁ ଫଲୋ କରିବା ପାଇଁ କରିପାରିବ ଯିଏକି ଆଉ ଜଣେ କରିପାରିବ ନାହିଁ ତ ସେଥିପାଇଁ ସମସ୍ତଙ୍କ ପାଇଁ ଅଲଗା ଅଲଗା ଯେତେବେଳେ ଆମେ ୟୁନିକ୍ ୱେରେ ତାଙ୍କୁ ରିପ୍ରେଜେଣ୍ଟ କରିବା ତ ସେ ଜିନିଷ ତାଙ୍କୁ ଇନଫ୍ଲୁଏନ୍ସ କରିବ ଆଉ ସେଥିପାଇଁ କଣ ନା ଚିଲଡ୍ରେନ ମାନଙ୍କର କିପରି ଆକାଡେମିକ ନଲେଜ କେମିତି ଡେଭଲପମେଣ୍ଟ ହବ ତାକୁ ବୁଝିବା ପାଇଁ ଆମେ କଣ କରିବା ନା ସୋସିଓ କଲଚରାଲ ବ୍ୟାକଗ୍ରାଉଣ୍ଡକୁ ଏକ୍ସାମିନ କରିକି ବୁଝିବା ତାକୁ ଆଗେ ଦେଖିବା କି ସେ କୋଉ କଲଚର ଆଉ କୋଉ ସୋସାଇଟିରୁ ବିଲଙ୍ଗସ କରୁଛନ୍ତି ସେଇ ହିସାବରେ ହିଁ ଆମେ କଣ କରିବା ନା ହଉଛି ତାଙ୍କ ମଡେଲକୁ ତାଙ୍କ ପାଖରେ ଦବା ଆଉ ଯୋଉଟା କି ବହୁତ ହି ୟୁଜଫୁଲ ଏଇଟା ହେଲା ୟୁଜଫୁଲ ହେଇପାରିବ ତାପରେ କହିଛି process of socialization conflict resolution and social development ହେଲା ତ socialization କଣ ଦେଇଛି ପ୍ରଥମେ socialization is the process of preparing the child to fit well in the society into which they are born ତ socialization ମାନେ ହଉଛି କଣ ନା ଗୋଟେ ପ୍ରୋସେସଟେ ହେଲା ସୋସାଇଟିରେ ତମେ ସୋସାଇଟି ହଉଛି ମାନେ କଣ ଗୋଟେ ହଉଛି ଏମିତିଆ ଗୋଟେ ସଂଗଠନ ଗୋଟେ ଆସୋସିଏସନ ଯୋଉଥିରେ କି ସମସ୍ତେ ମିଶିକି ଥାଆନ୍ତି ଯେତେକ ରୁଲ ଆଉ ରେଗୁଲେସନ ସବୁ ଥାଏ ସେଥିରେ ନିୟମ ସବୁ ମାନିକି ଚଳିଥାନ୍ତି ଏବଂ ଯାହା ଯାହା ଆମେ ସୋସାଇଟିରୁ ଶିଖନ୍ତି ହେଲା ଯାହା ଯାହା ଆମେ ସୋସାଇଟିରୁ ଶିଖନ୍ତି ସେଇଟାକୁ ଯେତେବେଳେ ଆମେ ଆପ୍ଲାଏ କରନ୍ତି ସେଇଟା ହିଁ ହଉଛି ସୋସିଆଲାଇଜେସନ ପ୍ରୋସେସ ଏଇଟାକୁ ମନେ ରଖିଦବ ପୁରା ମାଇଣ୍ଡରେ ରଖିବ କି ସୋସାଇଟି କହିଲେ ଗୋଟେ ଆସୋସିଏସନ ସୋସାଇଟିରୁ ତ ଆମେ କଣ ଶିଖୁଛନ୍ତି ନା କିଛି କି ହଁ ୟା ଦ୍ଵାରା ଆମେ ଶିଖିଲେ କି ହଉଛି ଯୋଉମାନେ ସବୁ କଣ ନା ହଉଛି ଖାଇବାକୁ ପାଉନାହାନ୍ତି ବହୁତ ହଇରାଣ ହଉଛନ୍ତି ଆମେ ତାଙ୍କୁ କଣ କରୁଛନ୍ତି ନା ହେଲ୍ପ କରୁଛନ୍ତି ହେଲା ତ ସୋସାଇଟିରୁ ଆମେ ଦେଖିଲେ ଗୋଟେ ପିଲାଟା କରୁଛି ତାକୁ ଦେଖିକି କଣ ଆଉ କେତେକ ପିଲା କଲେ ତ ଆମେ ବି ଦେଖିକି ଆମକୁ ବି ଇଚ୍ଛା ହେଲା ଆମେ ବି ତାଙ୍କ ସହିତ କଲେ ତ ଏଇଟା କଣ ଗୋଟେ ହଉଛି ଜିନିଷଟା ଶିଖିଲେ ଖାଲି ଜାଣିଲେ କି ହଁ ଏଇ ଜିନିଷଟା ଭଲ ଜିନିଷ କି ସିଏ ଗୋଟେ କଲା ଏଇଟା ଗୋଟେ ଭଲ ଜିନିଷ ଆମେ ଯେତେବେଳେ ସେଇ ରୁଲକୁ ଫଲୋ କରୁଛନ୍ତି ବା ସେଇ ଜିନିଷଟାକୁ ଆମେ ଯେତେବେଳେ କରୁଛନ୍ତି ସେଇଟା ହିଁ ହଉଛି ସୋସିଆଲାଇଜେସନ ହେଲା ତ ସେ କଥା କହିଛି କି ସୋସିଆଲାଇଜେସନ ଇଜ ଦ ପ୍ରୋସେସ ତ କଣ ସୋସିଆଲାଇଜେସନ ହଉଛି ଗୋଟେ ପ୍ରୋସେସ ଯାହା ମାଧ୍ୟମରେ କି ଶିଶୁକୁ ସେ ଜନ୍ମ ନେଇଥିବା ସୋସାଇଟିର ଭଲ ଭାବରେ ଫିଟ୍ କରିକି ଚଳିବା ପାଇଁ ପଡିଥାଏ ହେଲା ପ୍ରସ୍ତୁତ କରାଯାଏ ତାଙ୍କୁ ଫିଟ୍ କରିବା ପାଇଁ ଗୋଟେ ସୋସାଇଟିରେ ବଞ୍ଚିବା ପାଇଁ ହେଲେ
तो चाइल्ड कौन करता है ना धीरे धीरे सोसाइटी रूल सब बुझे ता वैल्यू सब बुझे कस्टम्स विषय रे जाने बिहेवियर पैटर्न आ एक्सपेक्टेशन सब जाक शिखे एटा को शिखे कौन करे ना होची चाइल्ड तार सोशल लाइफ रे पूरा रेडी हेके रही थाए जेतेबेले ताको भी सेमति किछि ये पड़िबो से भी सेटा करि परिबो तो एटा होची सोसाइटी रो जहा सब शिखिकी प्रस्तुत हबा आगुकू से जिनसटा को करबा पई तो सेही प्रोसेस टाको ही कुहा जाय सोशलाइजेशन हैला तापर कौन कहला सोशलाइजेशन को ना सोशलाइजेशन इज ए प्रोसेस एज ए रिजल्ट ऑफ व्हिच चिल्ड्रन टेक ऑन देमसेल्फ द वेरियस सोशल रोल्स सोशल लर्निंग एंड डेवलपमेंट टास्क तो कौन कहूँ ना सोशलाइजेशन गोटे एमितिका प्रोसेस जार परिणाम हमर कौन ना चिल्ड्रेन तंकर निजे निजे विभिन्न सोशल रोल सब ग्रहण करथान्ते ହେଲା ଯେପରିକି କଣ ନା ହଉଛି ସନ୍ ଡଟର स्टूडेंट्स फ्रेंड्स सिटीजेन्स ए सब होची माने कोन ए जो प्रोसेस रहला कोन ଆମେ जानि पारंती कि होची सोशलाइजेशन गोटे होची गोटे कोन प्रोसेस टे गोटे चिल्ड्रेन टे केमिते निज निज रोल को फॉलो करिया मु गोटे पुओ मते कोन करियार अछि मु गोटे झियो मते कोन करियार अछि स्टूडेंट हिसाब रे मते मते पाठ पढिबार अछि गोटे फ्रेंड हिसाब रे गोटे फ्रेंड को सहायता करियार अछि गोटे सिटीजन हिसाब रे मो देश को आगु को नबार अछि तो ए सब होची कोन ना गोटे गोटे प्रोसेस जोटा कि तांको जानिबार अछि तो ये प्रोसेस रे चाइल्ड सोशल लर्निंग करे हैला चाइल्ड कौन करे ना सोशल लर्निंग करे आ कौन करता है ना डेवलपमेंट टास्क जेपर कि कोऑपरेशन हे गला शेयरिंग हे गला ओबीडिएंट हे गला रिस्पांसिबिलिटी हे गला कॉन्फ्लिक्ट हे गला कॉन्फ्लिक्ट रिजोल्यूशन हे गला से गुडी को कौन ना आस्ते आस्ते से सीखे से जानी पारे कि होची मते एटा करिवार अछि मते जदी सोसाइटी रहिबार अछि सब लोकन सहित कोऑपरेशन रखी कि रहियार अछि जदी गोटे फैमिली रे रहूची समस्त को कोन ना होची भल किछि कथा हेले भूल कथा हो कि ठीक कथा हो मते सब जिनस शेयर करियार अछि बुझिबार अछि कोडा ठीक कोडा भूल हैला गोटे स्टूडेंट हिसाब रे मो ओबीडियंस हवा दरकार मो रेस्पोंसिबिलिटी कोन अछि मो सोसाइटी प्रति से सब जानिबा दरकार तो ए सब जानिबा सिखिबा ए सब जांक प्रोसेस को ही सोशलाइजेशन प्रोसेस कहै छै कॉन्फ्लिक्ट रिजोल्यूशन माने कोन कहलो कि जानछ कॉन्फ्लिक्ट रिजोल्यूशन माने कोन जे मु कहिली कि हमर ମାନେ ଝଗଡାଟାକୁ ସଲ୍ଭ କରିବା କନଫ୍ଲିକ୍ଟ କିଛି ବି हाँ ଝଗଡା ହେଲା हाँ ସେଟାକୁ very ସଲ୍ଭ good କରିବା। हम्म। तो आमर जो कॉन्फ्लिक्ट जदि आसुची अन्य मान सहित जदि कोनोसी प्रकार डिसएग्रीमेंट होउची किपरि शांत भाବରେ समाधान करिबा झगड़ा न करिके सेटा होची कॉन्फ्लिक्ट रिजोल्यूशन ए दिन सब हमें सिखिबा तापर कहला तापर कहला कि इट इज ए स्लो एंड कंटिन्यूअस प्रोसेस इट स्टार्ट एट बर्थ एंड एंड्स विथ डेथ तो सोशलाइजेशन गोटे होची कोन ना स्लो और कंटिन्यूअस प्रोसेस बहुत स्लो चले और कंटिन्यूअसली ही चले ଏହା ଆମର ଜନ୍ମ ଠାରୁ ପୁରା ମୃତ୍ୟୁ ପର୍ଯ୍ୟନ୍ତ ହିଁ ଚାଲିଥାଏ ଚାଇଲ୍ଡହୁଡ ରେ ଫ୍ୟାମିଲି ଆଉ ସ୍କୁଲ ର ମୁଖ୍ୟ ରୋଲ ନେଇଥାଏ ଆମର କିଏ सोशलाइजेशन प्रोसेस ଆଡୋଲେସେନ୍ସ ଆଉ ଆଡଲ୍ଟହୁଡ ରେ ଫ୍ରେଣ୍ଡ ଗ୍ରୁପ ସବୁ ଯୋଉ ରହିଲା ସେମାନେ ୱାର୍କ ପ୍ଲେସ୍ ହେଲା सोसाइटी ହେଲା ଏ ସବୁର ରୋଲ ସେମାନେ ସେ ସବୁ ବଢିଯାଏ ଗୋଟେ ଚାଇଲ୍ଡହୁଡ ରେ ଅଛି ମାନେ ଗୋଟେ ଫ୍ୟାମିଲି ଆଉ ସ୍କୁଲ ହିଁ ତାର କଥାକୁ ବହନ କରିବ କାହିଁକି ନା ଚାଇଲ୍ଡହୁଡ ରେ ସେମାନେ ଅଧିକ କଣ କରିଥାନ୍ତି ନା ହଉଛି ଯୋଉ ତାର ସାଙ୍ଗସାଥି ମାନେ ଯୋଉମାନେ ଥାଆନ୍ତି ସେମାନଙ୍କ ସହିତ ମିଶିଥାନ୍ତି ତ ସେମାନେ ତାଙ୍କୁ ଶିଖେଇଥାନ୍ତି କିଛି ଜିନିଷ ସେ ତାଙ୍କ ଠାରୁ ମଧ୍ୟ ଶିଖିଥାଏ କୋଉଟା ଠିକ ଆଉ କୋଉଟା ଭୁଲ ଆଉ ସ୍କୁଲ ମଧ୍ୟ ତାଙ୍କର ସେ ଏଟାକୁ ନେଇଥାଏ ସ୍କୁଲରେ ମଧ୍ୟ ବହୁତ ଜିନିଷ ଶିଖାଯାଏ କିନ୍ତୁ ଆଡୋଲେସେନ୍ସ ଆସିଲା ମାନେ ଆଡଲ୍ଟହୁଡ ଆସିଲା ମାନେ ତାଙ୍କର ଯେତେକ ଫ୍ରେଣ୍ଡସ୍ ଗ୍ରୁପ ହେଇଗଲେ ଆଉ ହଉଛି ୱାର୍କ ପ୍ଲେସ୍ ହେଇଗଲା सोसाइटी ହେଇଗଲା ଏ ସବୁ ସେମାନଙ୍କର ରୋଲ କୁ ବଜାୟ ରଖିଥାନ୍ତି ହେଲା ତାର କ୍ୟାରେକ୍ଟରିଷ୍ଟିକ୍ସ ସବୁ ଦେଇଛି କଣ ଦେଖିବା लिखिजी it is a continuous process which may be visible on may not be तो सोशलाइजेशन एटा सोशलाइजेशन प्रोसेस रो ही कैरेक्टरिस्टिक हैला तो से कौन कही ना हूँ सोशलाइजेशन गोटे कंटिन्यूअस प्रोसेस है गोटे कंटिन्यूअस प्रोसेस जोटा कि बर्थ टू पूरा डेथ जाए चली थाए यह सब बेले गोटे क्लीयरली विजिबल हुए बोली आमे कहि परिबा नाही हैला किंतु धीरे धीरे व्यक्तिर बिहेवियर को देखिले तार एटीट्यूड को देखिले तार पर्सनालिटी रे चेंजेस देखिले आमे जानि परिबा कि हाँ किछि तो प्रोसेस चलीछि हैला जदि गोटे पिलाटे कोन करछे
କିଛି ଜାଣିନି ସୋସାଇଟି ବିଷୟରେ ପୁରା ସବୁବେଳେ ଚୁପଚାପ ହେଇକି ରୁହେ। ସେ ଯେତେବେଳେ କ'ଣ କରୁଛି ଯାଇକି କାହାକୁ ଗୋଟେ ସାହାଯ୍ୟ କରୁଛି, ସହାନୁଭୂତି ଦେଖଉଛି। ତ ଆମେ କ'ଣ ସେଠି ସୋସିଆଲାଇଜେସନ ପ୍ରୋସେସ୍ ହଉଛି ବୋଲି ଆମେ କ୍ଲିୟରଲି ଭିଜିବଲ ନହେଲେ ବି ଆମେ ତାର ବିହେଭିୟରରେ ଚେଞ୍ଜେସ୍ ଆସିଲା ବୋଲି ଆମେ ଜାଣିପାରୁଛନ୍ତି କି ହଁ ଏଟା କିଛି ଗୋଟେ କାହାର ଇନଫ୍ଲୁଏନ୍ସ ତ ସେ ଚେଞ୍ଜ ହେଇଛି। କିଛି ଜିନିଷ ତା ସାଙ୍ଗଠାରୁ ଶିଖିଥାଉ କି ତାର ସ୍କୁଲରୁ ଶିଖିଥାଉ, କିଛି ବି ହୋଇଥାଉ, କିଛି ଗୋଟେ ଇଏରୁ ହିଁ ସେ ଚେଞ୍ଜ ହେଇଛି, ବୁଝୁଛି ହେଲା। ତ ତାଙ୍କ ବିହେଭିୟର ଆଟିଟ୍ୟୁଡ ଦେଖିଲେ ହିଁ ଆମେ ଜାଣିପାରିବା। ତାପରେ କହିଲା କି ଇଟ୍ ଇଜ ଦ ପ୍ରୋସେସ୍ ହ୍ୱିଚ୍ ହେଲ୍ପ ଇନ୍ ମେକିଂ ବେଟର ଇଣ୍ଡିଭିଜୁଆଲ ଇନ୍ ସୋସାଇଟି ହେଲା। ସୋସିଆଲାଇଜେସନ ହଉଛି କ'ଣ ନା ସେହି ପ୍ରୋସେସ୍ ଯାହା ଗୋଟେ ବ୍ୟକ୍ତିକୁ ସୋସାଇଟିରେ ଗୋଟେ ବେଟର ଇଣ୍ଡିଭିଜୁଆଲ କରିଥାଏ ହେଲା। ଆଉ ସବୁ ଜିନିଷ ଶିଖିଥାଏ, କ'ଣ କରିବାର ଅଛି କ'ଣ ନ କରିବାର ଅଛି, ସବୁ ଜିନିଷ ଶିଖି ଯେତେବେଳେ ସେ କରୁଛି ତ ଏଟା ଗୋଟେ ବେଟର ଇଣ୍ଡିଭିଜୁଆଲ ଗଢି ତୋଳିଥାଏ ଗୋଟେ ସୋସାଇଟିରେ। ଏହା ମାଧ୍ୟମରେ କ'ଣ ହେଇଥାନ୍ତି ନା ଲୋକମାନେ ଡିସିପ୍ଲିନ ହେଇଥାନ୍ତି, କୋଅପରେସନ ତାଙ୍କର ବଢିଥାଏ, ରେସ୍ପନ୍ସିବିଲିଟି ତାଙ୍କର ବଢିଥାଏ, ତାଙ୍କର ଟଲରେନ୍ସର କ୍ୟାପାସିଟି ବଢିଥାଏ, ଆଡଜଷ୍ଟମେଣ୍ଟ ସେମାନେ ସବୁ ଶିଖିଥାନ୍ତି। ଏଟା କାହା ଦ୍ୱାରା ହେଇଥାଏ? ସୋସିଆଲାଇଜେସନ ପ୍ରୋସେସ ଦ୍ୱାରା ହିଁ ହେଇଥାଏ। ଏହି କ୍ୱାଲିଟିଜ ବ୍ୟକ୍ତିକୁ କ'ଣ କରିଥାଏ ନା ସୋସିଆଲି କ'ଣ କରିଥାଏ କ୍ୟାପେବଲ କରାଏ ହେଲା। ଏଟା ହଉଛି ଗୋଟେ ୟୁଜଫୁଲ କରାଏ, ଆଗକୁ କିଛି ଗୋଟେ କରିବା ପାଇଁ ଏଟା ୟୁଜଫୁଲ ହୁଏ। ଆଉ ଗୋଟେ କ'ଣ ନା ହଉଛି ସବୁବେଳେ ସୋସାଇଟିରେ ଗୋଟେ କ୍ୟାପେବଲ ପର୍ସନ ହେଇକି ରହିବା ପାଇଁ, ସବୁବେଳେ ଯେମିତିକି ଫ୍ୟାମିଲିକୁ ଦେଖିବା ପାଇଁ, କିଛି ଜିନିଷ ଶିଖିବା ପାଇଁ, ଏ ସବୁ ଜିନିଷ ସୋସିଆଲାଇଜେସନ ପ୍ରୋସେସ ହିଁ ହେଲ୍ପ କରିଥାଏ ଗୋଟେ ପିଲାକୁ ହେଲା। ତାପରେ ଷ୍ଟେଜେସ୍ ସେଇଟା ଲେଖିବ ଏଜିବଲ। ହୁଁ ମୁଁ କହିଲି ଷ୍ଟେଜେସ୍ ଅଫ୍ ସୋସିଆଲାଇଜେସନ ଯୋଉଟା ଲେଖା ହେଇଛି ସେଟା ଏକ୍ସାମରେ ଲେଖିପାରିବ? କୋଉଟା ଷ୍ଟେଜେସ୍? ଏ ଯୋଉ ବୁକ୍ ରେ ଦେଇଛି ବୁକ୍ ରେ କ'ଣ ଦେଇଛି? ଷ୍ଟେଜେସ୍ ଅଫ୍ ସୋସିଆଲାଇଜେସନ ସେଇଟା। ଷ୍ଟେଜେସ୍ ଅଫ ସୋସିଆଲାଇଜେସନ ଆଜ୍ଞା। ହଁ ଲେଖିପାରିବ। ଷ୍ଟେଜେସ୍ ଅଫ ସୋସିଆଲାଇଜେସନ ପ୍ରୋସେସ ଲେଖିପାରିବ, ଯାହା ଯାହା ସବୁ ଦେଇଛି ଗୋଟେ ଗୋଟେ ଷ୍ଟେଜ କରିକି ତମେ ତାକୁ ଲେଖିପାରିବ ଆଜ୍ଞା ହେଲା। ଆଜ୍ଞା। ତାପରେ ଦେଲା କ'ଣ ହଁ ତାପରେ ଦେଇଛି କି ଇଟ୍ ଷ୍ଟାର୍ଟସ୍ ଫ୍ରମ୍ ବର୍ଥ ଆଣ୍ଡ ଏଣ୍ଡ ୱିଥ୍ ଡେଥ୍। ତ ସୋସିଆଲାଇଜେସନ କ'ଣ ହେଇଥାଏ ନା ପୁରା ଜନ୍ମରୁ ଆରମ୍ଭ ହେଇକି ମୃତ୍ୟୁ ପର୍ଯ୍ୟନ୍ତ ଚାଲିଥାଏ। ଚାଇଲ୍ଡହୁଡରେ ଆମର ଫ୍ୟାମିଲି ମୁଖ୍ୟ ରୋଲ ନେଇଥାନ୍ତି, ଯିଏକି ସବୁ କିଛି ଶିଖେଇଥାନ୍ତି। ଆଡୋଲେସେନ୍ସରେ ଆମର ପିୟର ଗ୍ରୁପ ମାନେ ହେଲେ, ଆଉ ସ୍କୁଲ ବି କିଛି ମାତ୍ରାରେ ଶିଖେଇଥାଏ। ଆଡଲ୍ଟହୁଡ ଆସିଗଲା ମାନେ ଆମର ୱାର୍କ ପ୍ଲେସରେ ଯୋଉଠି କାମ କରୁଥାନ୍ତି ସେଠି, ନହେଲେ ଆମର ସୋସାଇଟି କିଛି ଆମକୁ ଶିଖେଇଥାଏ। ତ ପ୍ରତ୍ୟେକ ଷ୍ଟେଜରେ ସୋସିଆଲାଇଜେସନର ଏଜେଣ୍ଟ ଆମର ଚେଞ୍ଜ ହେଇକି ଚାଲେ, କିନ୍ତୁ ପ୍ରୋସେସ ଆମର କ'ଣ ରହିଥାଏ ନା ଚାଲି ହିଁ ଥାଏ। ପ୍ରୋସେସ ଆମର ପୁରା କଣ୍ଟିନ୍ୟୁ ହେଇକି ଚାଲିଥାଏ, କିନ୍ତୁ ଆମର ଏଜେଣ୍ଟ ମାନେ ହେଲେ ଯେମିତିକି ଆମର ଯେତେବେଳେ କୋଉଠି ନା ହଉଛି ଚାଇଲ୍ଡହୁଡରେ ରହୁଛନ୍ତି, ସେଠି ଆମକୁ ଫ୍ୟାମିଲି କିଛି ଶିଖଉଛନ୍ତି, ଏଜେଣ୍ଟ ଆମର ଫ୍ୟାମିଲି ରହିଲେ। ଆମେ ଯେତେବେଳେ ଆଡୋଲେସେନ୍ସକୁ ଯାଉଛନ୍ତି ଆମକୁ ପିୟର ଗ୍ରୁପ ମାନେ କିଛି ଶିଖଉଛନ୍ତି, ତ ଏଜେଣ୍ଟ ହେଇଗଲେ ପିୟର ଗ୍ରୁପ। ତ କ'ଣ ଏଜେଣ୍ଟ ଗୋଟେ ଗୋଟେ ପିରିୟଡରେ ଚେଞ୍ଜ ହେଇ ଚାଲୁଛନ୍ତି, ଗୋଟେ ଗୋଟେ ଷ୍ଟେଜରେ ଚେଞ୍ଜ ହେଇ ଚାଲୁଛନ୍ତି, କିନ୍ତୁ ଆମର ପ୍ରୋସେସ କିନ୍ତୁ କ'ଣ ହଉଛି ଅନବରତ ଚାଲି ରହୁଛି ପୁରା କଣ୍ଟିନ୍ୟୁଅସଲି ହେଲା। ତାପରେ କହିଛି ସୋସିଆଲାଇଜେସନ ଲିଡ୍ସ ଟୁ ସୋସିଆଲ ମ୍ୟାଚୁରିଟି। ତ ସୋସିଆଲାଇଜେସନ ଆମର କ'ଣ କରିଥାଏ ନା ଲିଡ୍ କରିଥାଏ କାହାକୁ ନା ସୋସିଆଲ ମ୍ୟାଚୁରିଟିକୁ ଲିଡ୍ କରିଥାଏ ହେଲା। ତ ସୋସିଆଲ ମ୍ୟାଚୁରିଟି କ'ଣ ନା ନିଜ ବିହେଭିୟରକୁ କଣ୍ଟ୍ରୋଲ କରିବା, ଅନ୍ୟମାନଙ୍କର ଫିଲିଙ୍ଗସକୁ ବୁଝିବା, ସୋସିଆଲ ରୁଲକୁ ଫଲୋ କରିବା, କନଫ୍ଲିକ୍ଟକୁ ପିସଫୁଲି ହ୍ୟାଣ୍ଡେଲ କରିବା, ଏ ସବୁ କ୍ଷମତା ହଉଛି ସୋସିଆଲ ମ୍ୟାଚୁରିଟି ହେଲା। ତ ସୋସିଆଲ ମ୍ୟାଚୁରିଟି କୁ ଆମର କ'ଣ ନା ସୋସିଆଲାଇଜେସନ ଲିଡ୍ କରେ। ବୁଝିପାରିଲ? ତାପରେ ଆମର ଆସିଲା ମେଥଡ। ମେଥଡ କ'ଣ ଅଛି ନା ମେଥଡରେ ଦେଇଛି ରିଏଲ ଲାଇଫ ୟୁଜ ଅଫ ନଲେଜ। ତ କ'ଣ କରିବା ନା ସୋସିଆଲାଇଜେସନରେ ଶିଶୁ କେବଳ ବୁକିସ୍ ନଲେଜ ନୁହେଁ, ବରଂ କ'ଣ ନା ହଉଛି ରିଏଲ ଲାଇଫରେ କେମିତି ଜ୍ଞାନ ଅର୍ଜନ କରିବ, କେମିତି ନଲେଜକୁ ଆକ୍ୱାର କରିବ, ଏସବୁ ୟୁଜ କରିବା ସେ ଶିଖିଥାଏ। କ୍ଲାସରୁମ ଲର୍ଣ୍ଣିଂକୁ ସେ କ'ଣ କରେ ନା ଡେଲି ଲାଇଫ ସିଚୁଏସନ ସହିତ ଲିଙ୍କ କରେ। ଚାଇଲ୍ଡ ପ୍ରାକ୍ଟିକାଲି ବୁଝିପାରେ। ଏଥିରେ ରିଏଲ ଲାଇଫ ୟୁଜ ଅଫ ନଲେଜ କହିଲା ମାନେ ଆମେ ଏଇଟା ବୁଝିବା ଖାଲି ବହିରେ ଯାହା ଲେଖା ହେଇଛି ସେଟା ନୁହେଁ, ଆମ ଲାଇଫକୁ ଆମେ ଦେଖିକି ରିଏଲ ଲାଇଫରେ ସିଚୁଏସନକୁ ଦେଖିକି ଆମେ କ'ଣ କରିବା ପ୍ରାକ୍ଟିକାଲି ସବୁ ହ୍ୟାଣ୍ଡେଲ କରିବା ହେଲା। ତାପରେ କହିଲା
emphasis on social development कौन ना यही मेथड रे social development ऊपर special emphasis दिया जाए child sharing helping respecting others rule follow करिबा हैला social skills सब शिखिबा ए सब ऊपर से कौन ना अधिक एम्फासाइज करि थाए सब वाले social development ऊपर से एम्फासाइज करे केमिति कौन गोटे किछि करा काहा गोटे शेयर करिवो केमिति हेल्पिंग नेचर रखिबो काहाकू रेस्पेक्ट केमिति दबो जा जा सोसाइटी रूल अछि केमिति फॉलो करिवो सोशल स्किल केमिति डेवलप करिवो ए सब जिंस तापर कौन अछि ना सोशल फोर्स कौन ना सोशल फोर्स जेमति कि फैमिली स्कूल पीयर ग्रुप्स कल्चर मीडिया ए सब सोशलाइजेशन प्रोसेस रा गोटे होछि कौन पावरफुल गोटे एजेंट हैला एजेंट तो ए फोर्स कौन करथांते ए फोर्सेस सब कौन करथांते ना चाइल्ड रो बिहेवियर को ताका एटीट्यूड को वैल्यू को सब अंक शेप करंते फैमिली तांको बुझांते कि ए बिहेवियर टा खराब बिहेवियर बैड बिहेवियर एटा एटा को चेंज करबा दरकार स्कूल हमको सिखाए कि ए एटीट्यूड को नै कि तुमको आगो को बढ़िबार अछि पीयर ग्रुप माने हमको सिखांते कि हां एटा भूल अछि एटा ठीक अछि त एक दिन से करबार अछि तो ए सब होले गोटे एजेंट बा सोशल फोर्स गोटे जे कि हमको पूरा सेव करंते हला सेव करंते तो सोसाइटी रो एक्सपेक्टेशंस अनुसार चाइल्ड कौन करथाय निज बिहेवियर को सब पड़े मॉडिफाई करथाय सोसाइटी कौन चाहूचे हमठो अगर एक्सपेक्टेशन कौन अच्छे सोसाइटी रो सेही एक्सपेक्टेशन अनुसार हमको कौन करे अछि ना बिहेवियर रे चेंज आनिबार अछि तापर दला ग्रुप लर्निंग कौन ना ग्रुप लर्निंग माध्यम रे हमर चाइल्ड कौन करथाय ना कोऑपरेशन लीडरशिप टॉलरेंस कॉन्फ्लिक्ट रिजोल्यूशन ए सब जांको शिखि थाए हैला ग्रुप एक्टिविटीज हे गला डिस्कशन सब हे गला जेमति कि गेम हे गला प्रोजेक्ट हे गला हैला चाइल्ड को कौन करे ना गोटे टीम स्पिरिट डेवलप करे बारे सहायता करे से भाबियो कोन हां आमे सब गले गोटे ग्रुप रो पिला आमे हेलो गोटे टीम रो पिला गोटे टीम स्पिरिट आसला माने सब दिनस करिया पई इच्छा हबो त एटा भी गोटे मेथड हे परिबो हमरो तापर होची कोन ना पर्सनालिटी डेवलपमेंट कोन ना सोशलाइजेशन मेथड हमरो चाइल्ड रो ओवरऑल पर्सनालिटी डेवलपमेंट को हेल्प करे हमरो जेमति कि कॉन्फिडेंट हे गला सेल्फ कंट्रोल हे गला रिस्पांसिबिलिटी हे गला एम्पैथी हे गला एम्ति टाइप रो गुण को सब डेवलपमेंट करथाय पर्सनालिटी डेवलपमेंट मध्ये हमरो हेई थाय सोशलाइजेशन प्रोसेस द्वारा तापरे लास्ट अछि प्रॉब्लम सॉल्विंग एटीट्यूड कौन प्रॉब्लम सॉल्विंग एटीट्यूड ना लिखिछि सोशल सिचुएशन दे हमर जो सोशल सिचुएशन सब अछि त कोन से प्रकार प्रॉब्लम आसिले चाइल्ड लॉजिकल और पीसफुल वे रे सॉल्व करबा सिखिते हला कोन से प्रकार जदि हमर सेकंड हला तो कौच कौन ना हूँ जदि आम कौन प्रकार प्रॉब्लम आसूची तो पिलाटी कौन हम ना हूँ किसी गोटे किसी भी वे रे गोटे पीसफुल वे रे केमी हूँ सॉल्व कर से सब जिन शिखी जाए था डिस्कशन है रोल प्ले हो गला आमर रियल लाइफ सिचुएशंस हो गला चाइल्ड मध्य बहुत सारा प्रॉब्लम आसी थाए आउ सेटा को से बहुत भल भाव में प्रॉब्लम सॉल्विंग एटीट्यूड को डेवलप करके से सब को मध्य सॉल्व करि थाए हैला ए जिनसटा से करे तापर असला प्रोसेस ऑफ सोशलाइजेशन केमिति हमर सोशलाइजेशन प्रोसेस ता चाले से प्रोसेस विषय कहिचे तो लिखे छी इट इज ऑफ टू टाइप्स गोटे हला प्राइमरी सोशलाइजेशन आ गोटे होचे सेकेंडरी सोशलाइजेशन प्राइमरी सोशलाइजेशन कोन कहूची लिखे कि it is the socialization of infant in the primary years of his life. It takes place in the family. In this, the infant learns language, cognitive skill, norms, and the value of family. तो कौन कहूँ ना आमर प्राइमरी सोशलाइजेशन हूँ गोटे जीवन प्रथम इयर रे होतबा सोशलाइजेशन है प्रथम वर्ष जो हुए जो सोशलाइजेशन प्रोसेस टा सेटा हूँ आमर प्राइमरी सोशलाइजेशन यह कौन ना आमर इन्फांट स्टेज रे आरंभ हुए मुख्यतः
ଫ୍ୟାମିଲି ମଧ୍ୟରେ ହିଁ ଏଇଟା ରହେ। ଯେମିତି ଗୋଟେ ମା ଗୋଟେ ଛୁଆଟେ ଜନ୍ମ ହେଇଛି, ତା ମା ହିଁ ସବୁ ଜିନିଷ ତାକୁ ଶିଖେଇବ, ଏଇଟା ଏମିତି କରିବାର ଅଛି, ଏଟା ଏମିତି କରିବାର ଅଛି, କଣ ଅଛି ସବୁ ଜିନିଷ ତାକୁ ଗୋଟେ ଇନଫାଣ୍ଟକୁ କଣ ତା ମା ହିଁ ତାକୁ ଶିଖଉ, ତା ଫ୍ୟାମିଲି ମେମ୍ବର ହିଁ ଶିଖଉଛନ୍ତି। ତ ଏଟା ହଉଛି ପ୍ରାଇମେରୀ ସୋସିଆଲାଇଜେସନ ପ୍ରୋସେସ। ତ ଏଇ ଷ୍ଟେଜରେ ଆମର କଣ ହୁଏ ନା ଇନଫାଣ୍ଟ ଲାଙ୍ଗୁଏଜ ଶିଖେ, ବେସିକ କଗ୍ନିଟିଭ ସ୍କିଲ ଡେଭଲପମେଣ୍ଟ କରାଏ, ହେଲା କରେ, ଫ୍ୟାମିଲି ର ନର୍ମସ ଆଉ ଭ୍ୟାଲୁ ସବୁ ଶିଖେ, ଲଭ୍ ମାନେ ଭଲ ପାଇବା, ଟ୍ରଷ୍ଟ କରିବା, ଡିସିପ୍ଲିନ ଶିଖିବା, ରେସପେକ୍ଟ ଭଳି ବେସିକ ସୋସିଆଲ ବିହେଭିୟର ପ୍ରାଇମେରୀ ସୋସିଆଲାଇଜେସନ ମଧ୍ୟରେ ମଧ୍ୟ ଡେଭଲପ ହେଇଥାଏ। ଯେମିତିକି ଆମର ହଉଛି ଗୋଟେ ପିଲାଟି କେମିତି ଭାଷା ଶିଖିବ, କହ ମାମା, କହ ବାବା, ଏମିତି ତାକୁ କହିବା ପାଇଁ କୁହାଯାଉଛି। ସେ ତାକୁ ଯଦି କୁହାଯାଉଛି କି ତୋର ହେଡ୍ କାଇଁ, ସେ ମୁଣ୍ଡରେ ଏମିତି ହାତ ମାରି ଦଉଛି, ତୋର ନୋଜ କାଇଁ, ସେ ନୋଜରେ ହାତ ମାରି ଦଉଛି। ତାକୁ ଏସବୁ କଣ ସେ ଜାଣିପାରୁ, ତା ମାଇଣ୍ଡରେ ପଶୁଛି ଏସବୁ ଜିନିଷ, ହେଲା। ତ ଏଇ ସବୁ ଜିନିଷ ଯୋଉ ସବୁ ତାଙ୍କର ଡେଭଲପ ହେଇଥାଏ ସେଟା ପ୍ରାଇମେରୀ ସୋସିଆଲାଇଜେସନ ପ୍ରୋସେସ ବୋଲି କୁହାଯାଏ। କିନ୍ତୁ ସେକେଣ୍ଡାରୀ ସୋସିଆଲାଇଜେସନ ପ୍ରୋସେସ ପୁଣି କଣ ନା ଇଟ୍ ଷ୍ଟାର୍ଟସ୍ ଆଉଟସାଇଡ୍ ଅଫ ଦ ଫ୍ୟାମିଲି ଲାଇକ୍ ଦ ପିୟର ଗ୍ରୁପ୍ସ ଅର୍ ସ୍କୁଲ୍ସ। ତ କଣ ନା ହଉଛି ସେ କହୁଛି ଗୋଟେ ସେକେଣ୍ଡ, ହଁ ସେ କହୁଛି କି ଆମର ସେକେଣ୍ଡାରୀ ସୋସିଆଲାଇଜେସନ ହଉଛି କଣ ନା ଫ୍ୟାମିଲିର ବାହାରେ ଆରମ୍ଭ ହୁଏ। ଚାଇଲ୍ଡ ଯେତେବେଳେ ଗୋଟେ ପିୟର ଗ୍ରୁପ ସହିତ ମିଶେ, ସ୍କୁଲ ହେଇଗଲା, ନାଇବରହୁଡ ହେଇଗଲା, ୱାର୍କ ପ୍ଲେସ୍ ହେଇଗଲା, ଇଣ୍ଟରାକ୍ଟ କରେ ସେମାନଙ୍କ ସହିତ, ସେତେବେଳେ ଆମର ସେକେଣ୍ଡାରୀ ସୋସିଆଲାଇଜେସନ ହୁଏ, ହେଲା। ତ ଲେଖିଛି କି ଚାଇଲ୍ଡ ଲର୍ନସ୍ ଇମ୍ପୋର୍ଟାଣ୍ଟ ସୋସିଆଲ କଣ୍ଡକ୍ଟ ଫ୍ରମ୍ ହିଜ୍ ପିୟର ଗ୍ରୁପ୍ସ, ଇଟ୍ ଇଜ୍ କଣ୍ଟିନ୍ୟୁଅସ୍ ଥ୍ରୁ ଦ ରେଷ୍ଟ ଅଫ ଦ ଲାଇଫ। ତ ଏଇ ଷ୍ଟେଜରେ ଆମର କଣ ନା ଚାଇଲ୍ଡ ପିୟର୍ସ ମାନଙ୍କ ଠାରୁ ଇମ୍ପୋର୍ଟାଣ୍ଟ ସୋସିଆଲ କଣ୍ଡକ୍ଟ କରନ୍ତି, ଯେପରିକି କୋଅପରେସନ କରିବା, କମ୍ପିଟିସନ୍ସ କରିବା, ଆଡଜଷ୍ଟମେଣ୍ଟ ଶିଖିବା, ଲିଡରସିପ ଗୁଣ ଶିଖିବା, ହେଲା। ଲିଡରସିପ ଗୁଣ ଶିଖିବା। ସେକେଣ୍ଡାରୀ ସୋସିଆଲାଇଜେସନ କଣ କରିଥାଏ ଆମର କଣ୍ଟିନ୍ୟୁଅସ୍ ପ୍ରୋସେସ ହେଇକି ହିଁ ଚାଲିଥାଏ ପୁରା ରେଷ୍ଟ ଅଫ ଲାଇଫ। ଯାହା ଯେତିକି ଲାଇଫର ଶେଷ ଇଏ ରହିଲା, ରେଷ୍ଟ ପାର୍ଟ ରହିଲା, ପୁରା ସେଟା ଚାଲିଥାଏ ସେକେଣ୍ଡାରୀଟା। କିନ୍ତୁ ଫର୍ଷ୍ଟ ଆମର ଯୋଉଟା କହିଲା ପ୍ରାଇମେରୀଟା ଆମର ପ୍ରଥମ ବର୍ଷ ଯୋଉ ସବୁ ହୋଇଥାଏ ଆମର ପିଲାମାନଙ୍କର, ସେ ସବୁ ଆମର ପ୍ରାଇମେରୀ ସୋସିଆଲାଇଜେସନ, ଯୋଉଟା କି ଫ୍ୟାମିଲି ମଧ୍ୟରେ ହୋଇଥାଏ। ଆଉ ଆମର ସେକେଣ୍ଡାରୀଟା ହଉଛି କଣ ନା ଫ୍ୟାମିଲି ବାହାରେ ଯାହା ସବୁ ହେଇଥାଏ, ହେଲା। ଏବେ ଆସିବା conflict resolution and social development. এটা କଣ ଲେଖିଛି? It is a constructive approach that enable people to find a peaceful solution to disagreement among them. ତ କଣ କହୁଛି ସେ ନା conflict resolution ମାନେ ହଉଛି ଗୋଟେ constructive approach, ଯାହା ଆମର ଲୋକମାନଙ୍କୁ ତାଙ୍କ ମଧ୍ୟରେ ହୋଇଥିବା disagreementକୁ peaceful ଭାବରେ solve କରିବାରେ help କରିଥାଏ, ହେଲା। ଯେମିତିକି ଆମର ଝଗଡ଼ା, କୌଣସି ପ୍ରକାର ଚିତ୍କାର କରିବା, କିଏ ଗୋଟେ ଆମର କଣ ନା ହଉଛି ଭାয়োଲେନ୍ସ ବିନା ଡିସ୍କସନ୍, ଅଣ୍ଡରଷ୍ଟାଣ୍ଡିଂ, କମ୍ପ୍ରମାଇଜ, ଏସବୁ ମାଧ୍ୟମରେ ପ୍ରୋବ୍ଲେମର ସଲ୍ୟୁସନ ଖୋଜିବାକୁ ଆମେ କନଫ୍ଲିକ୍ଟ ରିଜୋଲ୍ୟୁସନ କହିଥାନ୍ତି। ତ ଏଇଟା କଣ ନା ହଉଛି ଏହା ଆମର ସୋସିଆଲ ଡେଭଲପମେଣ୍ଟ ପାଇଁ ବହୁତ ହିଁ ଇମ୍ପୋର୍ଟାଣ୍ଟ। ଗୋଟେ ସୋସାଇଟିକୁ ଯଦି ଆମେ ଡେଭଲପମେଣ୍ଟ କରିବାର ଅଛି, ତାହେଲେ ଆମର ଯଦି କନଫ୍ଲିକ୍ଟ ରିଜୋଲ୍ୟୁସନ ନ ଆସୁଛି, ତାହେଲେ ଏଟା କଣ ନା ସବୁବେଳେ ଝଗଡ଼ା ଲାଗିବେ, ପାଟିଗୋଳ ଲାଗିବେ, ସିଏ ଧମକ ଦେଇକି ତାକୁ କିଛି ଗୋଟେ କଣ ଗୋଟେ କରିଦବ, ଇଏ ଗୋଟେ ତାକୁ କଣ ଗୋଟେ ଧମକ ଦେଇକି କରିଦବ, ତ କେବେ ବି ଶାନ୍ତି ରକ୍ଷା ହେଇପାରିବ ନାହିଁ। ତ ସେଥିପାଇଁ ଗୋଟେ ସୋସାଇଟିକୁ ଡେଭଲପମେଣ୍ଟ କରିବା ପାଇଁ ଗୋଟେ କନଫ୍ଲିକ୍ଟ ରିଜୋଲ୍ୟୁସନ ନିହାତି ଆବଶ୍ୟକ, ଆଉ ସେଇଟା ହେବା ଦ୍ୱାରା ହିଁ ଗୋଟେ ସୋସାଇଟିର କଣ ନା ଡେଭଲପମେଣ୍ଟ ହେଇପାରିବ। ତାପରେ ଦେଇଛି ଇଟ୍ ତାପରେ କହିଛି ଇଟ୍ ହ୍ୟାଲୋ ରିଡ୍ୟୁସ୍ ହଁ ମ୍ୟାମ୍, ଯୋଉ କୁହ। କନଫ୍ଲିକ୍ଟ ରେଜୁଲେସନ ଏଇଟା ଆଉଥରେ ହଁ ଟିକେ ବୁଝେଇବେ। ହଁ, ତମେ ମାଇଣ୍ଡରେ ରଖ କି କନଫ୍ଲିକ୍ଟ ରିଜୋଲ୍ୟୁସନ ମାନେ ହଉଛି ମାନେ କଣ ନା କୌଣସି ପ୍ରକାରର ଯଦି କନଫ୍ଲିକ୍ଟ କୋଉଠି ହଉଛି, ତାର କଣ ନା ରିସଲ୍ୟୁସନ, ତା ଦେହରେ ସଲ୍ୟୁସନ ଆଣିବା, ହେଲା। କନଫ୍ଲିକ୍ଟ କୋଉଠି ହଉଛି, କନଫ୍ଲିକ୍ଟ ମାନେ କଣ? କନଫ୍ଲିକ୍ଟ ମାନେ ଦ୍ୱନ୍ଦ ଓଡିଆରେ। ଦ୍ୱନ୍ଦ, ହେଲା। କୌଣସି ପ୍ରକାର କୋଉଠି ଦ୍ୱନ୍ଦ ହେଲେ, ତ ସେ ଦ୍ୱନ୍ଦକୁ ଯେତେବେଳେ ଆମେ ରିସଲ୍ୟୁସନ କରୁଛନ୍ତି, ସେଇଟା ହିଁ ହଉଛି କନଫ୍ଲିକ୍ଟ ରିଜୋଲ୍ୟୁସନ। ତ କଣ କହିଲେ ନା କନଫ୍ଲିକ୍ଟ ରିଜୋଲ୍ୟୁସନ ହଉଛି ଆମର କନଷ୍ଟ୍ରକ୍ଟିଭ ଗୋଟେ ଆପ୍ରୋଚଟେ, ଯୋଉଟା କି ଲୋକମାନଙ୍କୁ ତାଙ୍କ ମଧ୍ୟରେ ଥିବା କଣ ଡିସଆଗ୍ରିମେଣ୍ଟକୁ ପିସଫୁଲ ଭାବରେ ସଲ୍ଭ କରିଥାଏ। ଯାହା ଧର ସିଏ ଗୋଟେ ଜିନିଷ କହୁଛି
କିନ୍ତୁ ସେ ଆଉ ଜଣେ କଣ ନା ରାଜି ନାହିଁ, ତାଙ୍କ ଭିତରେ କଣ କନଫ୍ଲିକ୍ଟ ହେଲା। କନଫ୍ଲିକ୍ଟ ହେଲା ପରେ ତାପରେ କଣ ହବ ନା ହଉଛି ମାନେ ବେଶୀ ସୋସାଇଟିରେ ଗୋଟେ ହଉଛି ଖରାପ ପ୍ରଭାବ ବି ପଡିବ, କାହିଁକିନା ସେ କିଏ କାହାକୁ ମାରିଲା କି କାହାକୁ ଗାଳି ଦେଲା, ସେଟା ହଉଛି କଣ ନା ଖରାପ ପ୍ରଭାବ ପଡିବ ବାହାରକୁ। ତ ସେଇଟା ଖରାପ ପ୍ରଭାବ ନ ପଡିବା ପାଇଁ ଗୋଟେ କନଫ୍ଲିକ୍ଟ ରିଜଲ୍ୟୁସନ ଆଣିବା ଆମକୁ ଦରକାର। ପିସଫୁଲି ଭାବରେ କେମିତି ସଲ୍ଭ କରିବା ଆମେ ହଉଛି କଣ ନା ହଉଛି ଇଏ ସୋସାଇଟିରେ କିଛି ଗୋଟେ କନଫ୍ଲିକ୍ଟକୁ। ସେଥିପାଇଁ ଦେଖୁନ ନା ବହୁତ ସାରା ଜିନିଷ ଆମର ଖୋଲା ହଉଛି କି ହଉଛି ହଁ ଯଦି ବି କିଛି ପ୍ରୋବ୍ଲେମ ହଉଛି ଆମେ ଯାଇକି ସେଠି କମ୍ପ୍ଲେନ ରେଜ୍ କରିପାରୁଛନ୍ତି। କମ୍ପ୍ଲେନକୁ ଦେଖିକି ସେମାନେ କଣ କରୁଛନ୍ତି, ତାଙ୍କର ଯାହା ସବୁ ପ୍ରୋସେସ ରହୁଛି ସେ ପ୍ରୋସେସକୁ ସେମାନେ କାର୍ଯ୍ୟ କରୁଛନ୍ତି। ତ ଏଇଭଳିଆ ଟାଇପର ଯଦି କରିବା ତାହେଲେ ଆମ ସୋସାଇଟିରେ ଡେଭଲପ ହବ। ଯଦି ଆମର କୌଣସି ପ୍ରକାର ଏଇ ଟାଇପର କନଫ୍ଲିକ୍ଟ ରିଜଲ୍ୟୁସନ ନାହିଁ, ତାହେଲେ ଆମର ସୋସାଇଟି ତଳକୁ ତଳକୁ ଯିବ। ସୋସାଇଟିରେ କିଛି ଆଉ ଶିଖିପାରିବେନି ପିଲାମାନେ, ହେଲା। ମ୍ୟାମ୍ କନଫ୍ଲିକ୍ଟ ରିଜଲ୍ୟୁସନର ଡେଷ୍ଟ୍ରୟ କେମିତି କଣ ହେଇପାରିବ, ବା ତାର ଯୋଉ ଡେଭଲପମେଣ୍ଟ କେମିତି କଣ ରୋକା ଯାଇପାରିବ? କାହାର ଡେଭଲପମେଣ୍ଟକୁ ରୋକାଯାଇ ପାରିବ? କନଫ୍ଲିକ୍ଟ ରିଜଲ୍ୟୁସନର। ରୋକାଯିବ କାହିଁକି? ରୋକେଇବ କାହିଁକି ତାକୁ? କନଫ୍ଲିକ୍ଟ ରିଜଲ୍ୟୁସନ ବା ଗୋଟେ ଦ୍ୱନ୍ଦ୍ୱକୁ ସଲ୍ଭ କରୁଛି ନା। ଆଜ୍ଞା। କିଛି ଗୋଟେ ଦ୍ୱନ୍ଦ୍ୱ ଧର ମ୍ୟାମ୍ ଆସୁଛି। ଲେଟ୍ ମି ଏକ୍ସପ୍ଲେନ୍। ମାନେ ଆମର ସୋସାଇଟିରେ ସପୋଜ ଦି କଲଚର ଭିତରେ ହଉ ୟା କିଛି ବି ହଉ, କିଛି ଗୋଟେ କନଫ୍ଲିକ୍ଟ ହେଲା ତ ସୋସାଇଟିରେ ଗୋଟେ ହଁ କମିଟି ଥାଏ, ତ ସେମାନେ ସେଇଟା କେମିତି ୱିଦାଉଟ୍ ଏନି ମାନେ ଝଗଡା ୟା ଭାଇଲେନ୍ସ ରେ କେମିତି ସଲ୍ଭ ହେଇପାରିବ ସେଟା ସେ ଯୋଉ ହଁ କମିଟି ମେମ୍ବର ଥାନ୍ତି ଡିସାଇଡ୍ କରନ୍ତି। ତ ଦିସ୍ ଇଜ ଦ ଡିସାଇଡ୍ କନଫ୍ଲିକ୍ଟ କରନ୍ତି। ରେଜଲ୍ୟୁସନ। ହଁ ଓକେ ଓକେ ଓକେ। ବହୁତ ସାରା ଆମର କମିଟି ମାନେ ଇଏ ହଉଛି, ତିଆରି ହଉଛି ନା ଆମର। ତ ସେଟା କାହିଁକି ତିଆରି ହଉଛି? କାହିଁକି ନା ଆମର କେମିତି ଭାয়োଲେନ୍ସ ରୁ ରୋକିବ। ତମେ ଯେମିତି କି ଆମର ଦେଖ ଏଇ ଓମେନ ମାନଙ୍କ ପାଇଁ ହେଲା, ତାଙ୍କର ବହୁତ ସାରା ତାଙ୍କୁ ବହୁତ ସାରା କଣ ନା ହଉଛି ଇଏ କରୁଛନ୍ତି। ଆଉ ଯେମିତିକି ବାହାଘର ହେଇସାରିଲା ପରେ ଯୌତୁକ ନିର୍ଯାତନା ତାଙ୍କୁ ଦିଆଯାଉଛି, ବହୁତ ସାରା ଜିନିଷ ହଉଥିଲା। କିନ୍ତୁ ତାଙ୍କ ପାଇଁ ଭାବ, ତାଙ୍କ ପାଇଁ ଗୋଟେ ସ୍ପେସିଫିକ କିଛି ଗୋଟେ କମିଟି ଗଠନ କରାଯାଇଛି। ଯଦି କୌଣସି ପ୍ରକାର ଓମେନ ମାନେ କିଛି ଇଏର ଶିକାର ହେବେ, ସେମାନେ ଯାଇକି ସେଠି କଣ ନା ହଉଛି କୌଣସି ପ୍ରକାର ଯାଇକି ସେଠି ଇଏ କରିପାରୁଥିଲେ କି ହଁ ମତେ ଏ ପ୍ରୋବ୍ଲେମ ମତେ ହଉଛି। ସେଠି କଣ ହଉଥିଲା ନା କନଫ୍ଲିକ୍ଟ ରିଜଲ୍ୟୁସନ ସେଠି ଆସୁଥିଲା। କୌଣସି ପ୍ରକାର ଦ୍ୱନ୍ଦ୍ୱ ଅଛି ଯଦି ସେଠି କଣ କରୁ ରିଜଲ୍ୟୁସନ କରୁଥିଲେ, ଗୋଟେ ଶାନ୍ତିପୂର୍ଣ୍ଣ ଭାବରେ ପିସଫୁଲ ଭାବରେ ସେଠି ଗୋଟେ ପ୍ରୋବ୍ଲେମର ସଲ୍ଭ ହଉଥିଲା। ତ ସେଟା ସେଥିପାଇଁ ଏଟା ହଉଛି କାହିଁକି ନା ଗୋଟେ ସୋସାଇଟିକୁ ଭଲ ଭାବରେ ରଖିବା ପାଇଁ, ସୋସାଇଟି ଆଗକୁ ଡେଭଲପ ହବା ପାଇଁ। ଯଦି ସେଭଳିଆ ଟାଇପର ରୁଲ ରେଗୁଲେସନ ନ କରିବେ, ଯଦି ସେଭଳିଆ ଟାଇପର ଏଭଳିଆ ଟାଇପର କମିଟି ଯଦି ନ ଗଠନ କରିବେ, ତାହେଲେ ଆଗକୁ ଯାଇକି କଣ ନା ଖାଲି ପତନ ହିଁ ଘଟିବ ଆମ ସୋସାଇଟିର, କେବେ ବି ଆଗକୁ ଯାଇପାରିବନି। ତ ସେଥିପାଇଁ କନଫ୍ଲିକ୍ଟ ରିଜଲ୍ୟୁସନର କାମ କଣ, ସୋସାଇଟିକୁ ଭଲ ୱେରେ ମାନେ ପୁରା ଶାନ୍ତିପୂର୍ଣ୍ଣ ଭାବରେ ପିସଫୁଲ ଭାବରେ ସବୁ ପ୍ରୋବ୍ଲେମକୁ ସଲ୍ଭ କରିବ ଏବଂ ସୋସାଇଟିକୁ ଡେଭଲପମେଣ୍ଟ କରିବ, ହେଲା। ତାପରେ ଦେଇଛି it reduces anger, stress and frustration among people। ତ କନଫ୍ଲିକ୍ଟ ରିଜଲ୍ୟୁସନ ଆମର କଣ କରେ, ଆମର ରାଗ ହେଲା, ଆମର ହଉଛି ଷ୍ଟ୍ରେସ୍ ହେଲା, ଆମର ଫ୍ରଷ୍ଟ୍ରେସନ ହେଇଗଲା, ଏସବୁକୁ ସବୁବେଳେ ରିଡ୍ୟୁସ କରେ, କମ କରାଏ। ଯେତେବେଳେ ଲୋକମାନେ ନିଜ ଫିଲିଙ୍ଗସକୁ କଣ କରିବେ ନା କାମଲି ଏକ୍ସପ୍ରେସ କରିବେ, ଅନ୍ୟମାନଙ୍କ ପଏଣ୍ଟ ଅଫ ଭ୍ୟୁକୁ ମଧ୍ୟ ଭଲସେ ବୁଝି ହେବ ଏବଂ ଟେନସନ ମଧ୍ୟ କମିଯିବ। ତମେ ଯଦି ଗୋଟେ କଣ ହବ ନା ମୂର୍ଖଙ୍କ ଭଳିଆ କିଛି ଗୋଟେ କଣ ହେଲା ଜୋରରେ ଚିଲ୍ଲା ଚିଲ୍ଲି କରିକି ଭାଷା କହିକି ପୁରା ମାରପିଟ କରିଦବ, ହେଲା। ଆଉ ଜଣେ ଯେତେବେଳେ ଆସିବ, ସେତେବେଳେ କଣ କରିବ, ସିଏ କହିବ ସିଏ କାହିଁ ମତେ ଭାଷା କହିଲା, ମୁଁ ତାକୁ ବି ଭାଷା କହିବି। ଏମିତି ଯଦି କୌଣସି ପ୍ରକାର କମିଟି ଗଠନ କରାଯାଉଛି କି କିଛି ବି ହଉଛି, ତାଙ୍କ ମାଇଣ୍ଡରେ କଣ ରହିବ, ହଁ ନା ମୁଁ କାମଲି ଏ ଜିନିଷଟାକୁ ହ୍ୟାଣ୍ଡେଲ କରିବି, କାହିଁକି ନା ମୁଁ ଯଦି ଏଠି କିଛି ଗୋଟେ କଣ କହିଦଉଛି ତାହେଲେ ଅଧିକ ଇଏ ହେଇଯିବ। ତ ସେଥିପାଇଁ କଣ ହୁଏ ନା ହଉଛି ଜଣେ ଯଦି ଚିଲଉଛି କି କିଛି କହୁଛି, ଆଉ ଜଣେ କଣ କରିବ ନା ସେତେବେଳେ ତା ଫିଲିଙ୍ଗସକୁ ମାନେ ଟିକେ କଣ କାମଲି ଏକ୍ସପ୍ରେସ କରିବ। ତାର ପଏଣ୍ଟ ଅଫ ଭ୍ୟୁ କଣ ଅଛି ସେ ତାକୁ ଭଲ ଭାବରେ ଏକ୍ସପ୍ରେସ କରିବ, ହେଲା। ତାର ଟେନସନ କଣ ଏଥି କମିବ, ଷ୍ଟ୍ରେସ୍ କମିବ, ଆଙ୍ଗର ମଧ୍ୟ କମିବ, ରାଗ ଫାଗ ଏସବୁ ମଧ୍ୟ ଅଧିକ ରହିବ ନାହିଁ, ହେଲା। ତାପରେ କଣ କହିଛି ଆଡଭାଣ୍ଟେଜେସ୍ ଅଫ କନଫ୍ଲିକ୍ଟ ରିଜଲ୍ୟୁସନ। ଆଡଭାଣ୍ଟେଜେସ୍ ସବୁ କଣ ଅଛି କନଫ୍ଲିକ୍ଟ ରିଜଲ୍ୟୁସନର? ତ କଣ ଦେଇଛି ଫର୍ଷ୍ଟ ଆଡଭାଣ୍ଟେଜେସ୍ ରେ, ଇଟ୍ ହେଲ୍ପସ ଟୁ ପ୍ରୋଟେକ୍ଟ ଦ ପର୍ସନାଲିଟି ଅଫ ଏ ପର୍ସନ। କନଫ୍ଲିକ୍ଟ ରିଜଲ୍ୟୁସନ ଜଣେ କଣ କରିଥାଏ ନା କନଫ୍ଲିକ୍ଟ ରିଜଲ୍ୟୁସନ କଣ କରିଥାଏ ନା ଗୋଟେ ବ୍ୟକ୍ତିର ପର୍ସନାଲିଟିକୁ ପ୍ରୋଟେକ୍ଟ କରିବାରେ ସାହାଯ୍ୟ କରିଥାଏ, ହେଲା। ଯେତେବେଳେ ଆମର ଡିସଆଗ୍ରିମେଣ୍ଟକୁ ପିସଫୁଲି ଆଉ ମ୍ୟାଚୁର ୱେରେ ହ୍ୟାଣ୍ଡେଲ କରାଯାଏ, ସେତେବେଳେ ଆମର କୌଣସି ପ୍ରକାର ରାଗ, ଆମର ହଉଛି ଆଗ୍ରେସନ, କୌଣସି ପ୍ରକାର ଇନସଲ୍ଟ ଭଳି ନେଗେଟିଭ ବିହେଭିୟର କଣ ହେଇଥାଏ ନା ଆଭଏଡ ହେଇଥାଏ, ହେଲା। ଆମ ପର୍ସନାଲିଟିକୁ
ପ୍ରୋଟେକ୍ଟ କରିଥାଏ କଣ ନା କନଫ୍ଲିକ୍ଟ ରିଜଲ୍ୟୁସନ ହେଲା। ଆମେ ଯାହା ଯାହା ଆମେ ଯେତେବେଳେ ମ୍ୟାଚୁଆଲି କିଛି କଥା ହେବା, କିଛି ମ୍ୟାଚୁଆଲି ହ୍ୟାଣ୍ଡେଲ କରିବା, ପିସଫୁଲ ଭାବରେ ହ୍ୟାଣ୍ଡେଲ କରିବା, ତ ସମସ୍ତଙ୍କର ଯିଏ ତମର ଅପୋଜିଟ ଇଏରେ ଥିବ ସିଏ ମଧ୍ୟ ତାର ଆଗକୁ ଟିକେ କମେଇ ଦବ, କୌଣସି ପ୍ରକାର ନେଗେଟିଭ ବିହେଭିୟରକୁ ମଧ୍ୟ ସିଏ ମଧ୍ୟ ଆଭଏଡ କରିବ। ତାପରେ ସେକେଣ୍ଡରେ କଣ ଅଛି ନା ଇଟ୍ ହେଲ୍ପସ୍ ଦ ପର୍ସନ ଟୁ ଆଡଜଷ୍ଟ ଦ ପ୍ରିଭେଲିଂ ସିଚୁଏସନ। ତ କଣ କହିଲା ନା କନଫ୍ଲିକ୍ଟ ରିଜଲ୍ୟୁସନ ଲୋକକୁ କଣ କରିଥାଏ ନା ହଉଛି ଗୋଟେ ସେକେଣ୍ଡ ହଁ କଣ କରିଥାଏ ନା ପ୍ରିଭେଲିଂ ସିଚୁଏସନ ସହିତ କଣ ଆଡଜଷ୍ଟ କରିବାରେ ସାହାଯ୍ୟ କରିଥାଏ। ଆମର ଜୀବନର ସମସ୍ୟା ଆଉ ହଉଛି ଡିସଏଗ୍ରିମେଣ୍ଟ ଯେତେବେଳେ କିଛି ଆସୁଛି, କିଛି ଗୋଟେ ପ୍ରୋବ୍ଲେମ ଆସୁଛି କି ଡିସଏଗ୍ରିମେଣ୍ଟ ଆସୁଛି, ଆମେ କଣ ନା ଫ୍ଲେକ୍ସିବଲ ଥିଙ୍କିଂ ଆଉ କମ୍ପ୍ରମାଇଜ ଦ୍ୱାରା ହିଁ ସିଚୁଏସନ ସବୁବେଳେ ହ୍ୟାଣ୍ଡେଲ କରିବା ଶିଖିଥାନ୍ତି। କାହା ଦ୍ୱାରା? କନଫ୍ଲିକ୍ଟ ରିଜଲ୍ୟୁସନ ଦ୍ୱାରା ହିଁ ଆମ ମାଇଣ୍ଡରେ ଆସିଯାଏ ନା ଆମେ ଏଇ ସିଚୁଏସନକୁ ଆମେ କେମିତି କାମଲି ହ୍ୟାଣ୍ଡେଲ କରିବା, କେମିତି କିଛି ଜିନିଷ କମ୍ପ୍ରମାଇଜ ଆମକୁ କରିବା ପାଇଁ ପଡିବ, କିଛି ଜିନିଷ ଆମକୁ ଆକ୍ସେପ୍ଟ କରିବା ପାଇଁ ପଡିବ, ଫ୍ଲେକ୍ସିବଲ ଥିଙ୍କିଂ ଆମର ଆସିଯିବ ହେଲା। ସେ ଗୋଟେ ସିଚୁଏସନକୁ ଦେଖିକି ଆମେ କଣ କରିବା ନା ହଉଛି କାମଲି ହ୍ୟାଣ୍ଡେଲ କରିବା ସିଚୁଏସନକୁ। ତାପରେ 3ରେ ଦେଲା କଣ ନା କନଫ୍ଲିକ୍ଟ ରିଜଲ୍ୟୁସନ ହେଲ୍ପ କରେ ଟୁ ଇନକ୍ରିଜ କୋଅର୍ଡିନେସନ ଏମଙ୍ଗ ଦ ଗ୍ରୁପ। କନଫ୍ଲିକ୍ଟ ରିଜଲ୍ୟୁସନ ଗ୍ରୁପ ମଧ୍ୟରେ କୋଅର୍ଡିନେସନ ଇନକ୍ରିଜ କରିଥାଏ। ଗ୍ରୁପରେ ଆମର ମିସଅଣ୍ଡରଷ୍ଟାଣ୍ଡିଂ କ୍ଲିୟର ହେଇଯାଏ, କୋଅପରେସନ ଆମର ବଢେ, ଟ୍ରଷ୍ଟ ଆଉ ଟିମ୍ ସ୍ପିରିଟ ମଧ୍ୟ ବଢେ। ଯଦି ଆମେ ଏଇ ୱେରେ କାମ କରିବା, ଭଲ ଭାବରେ ଶାନ୍ତିପୂର୍ଣ୍ଣ ଭାବରେ କରିବା, ତାହେଲେ ଏଥିରେ କଣ ଆମର ଟ୍ରଷ୍ଟ ବି ବଢିବ, କୋଅପରେସନ ବି ବଢିବ, ଟିମ୍ ସ୍ପିରିଟ ବି ଆମର ବଢିବ। ଆଚ୍ଛା, ଏଟା ତ ଥିଲା ଆମର ଆଡଭାଣ୍ଟେଜେସ୍। ତ ଡିସଆଡଭାଣ୍ଟେଜେସ୍ ପୁଣି କଣ ନା ଡିସଆଡଭାଣ୍ଟେଜେସ୍ ରେ ଦେଲା ଫର୍ଷ୍ଟ, if a person is dependent completely on this mechanism life will become uncritical one। ତ କଣ କହିଲା, ଯଦି କେହି ଆମର କଣ କରିଥିଲେ ନା କନଫ୍ଲିକ୍ଟ ରିଜଲ୍ୟୁସନ ର ଟେକ୍ନିକ ଉପରେ ବହୁତ ସାରା ଡିପେଣ୍ଡ ହେଇଯିବ, ତେବେ କଣ ହବ କେବେ କେବେ ଜୀବନରେ କ୍ରିଟିକାଲ ହୋଇପାରେ। ଯେମିତି କି ଅର୍ଥାତ କଣ ନା ହଉଛି ପ୍ରତ୍ୟେକ ସିଚୁଏସନରେ କମ୍ପ୍ରମାଇଜ କରିବା କିମ୍ବା କନଫ୍ଲିକ୍ଟ ଆଭଏଡ କରିବା ଅଭ୍ୟାସ ହେଲେ ଗୋଟେ ବ୍ୟକ୍ତି କଣ ରାଇଟ ଆଉ ରଙ୍ଗ ଓପିନିଅନ କୁ ଠିକ ଭାବରେ ଏକ୍ସପ୍ରେସ ହିଁ କରିପାରିବନି। ସେ ସବୁବେଳେ କଣ କରିବ ନା ଏଇ ଜିନିଷଟା ହେଇଛି, ଆମେ ସେ କମିଟିକୁ ଯିବା, ସେଇଠି ଆମେ ପଚାରିବା। ନିଜର କିଛି ଗୋଟେ ଯଦି ବ୍ୟକ୍ତିତ୍ୱର କିଛି ଗୋଟେ କଥା ବା ଓପିନିଅନକୁ ଯଦି ଏକ୍ସପ୍ରେସ କରିବା କଥା ହୁଏ, ସେ ଭଲ ଭାବରେ କରିପାରିବନି। ସବୁବେଳେ କଣ ହବ ଡିପେଣ୍ଡେଣ୍ଟ ରହିବ ଆମର କନଫ୍ଲିକ୍ଟ ସିଚୁଏସନ ଉପରେ। କ୍ରିଟିକାଲ କୌଣସି ପ୍ରକାରର ଜୀବନଟାକୁ ସେ ପୁରା No, କ୍ରିଟିକାଲ ଇଏରେ এটা କରିଦବ। artificial one. ହଁ ହଁ এটা become an artificial one. ହଁ, ଏଟା ଆର୍ଟିଫିସିଆଲ ଇଏରେ ହେଇପାରିବ। ଆର୍ଟିଫିସିଆଲ ବୋଲି ଆମେ କହିପାରିବା। ଆମେ ଯଦି ରିଏଲ ଲାଇଫରେ ଆମେ ଦେଖୁଛନ୍ତି କି କିଛି ଜିନିଷ ଗୋଟେ ହଉଛି, କଣ ଆମେ ହଉଛି ସାଙ୍ଗେ ସାଙ୍ଗେ ଭାବୁଛନ୍ତି କି ହଉଛି ହଁ ଏଇ ଜିନିଷଟା ଏଟା ହେଲା, ତ ଆମେ କେମିତି ତାକୁ ଭଲ ୱେରେ କରିପାରିବା। କିନ୍ତୁ ଏଟା ନେଗେଟିଭ ବି ଗୋଟେ ଜିନିଷ ଅଛି, ଯୋଉଟା କି ଆମେ କଣ ନା ହଉଛି ଆମେ ଭାବୁଛନ୍ତି କି ହଁ ସବୁ ଜିନିଷ ଏଇ ଦ୍ଵାରା ତ ହବନି ନା, ଆମେ କୌଣସି ପ୍ରକାର ଟେକ୍ନିକ ଉପରେ ଅଧିକ ଡିପେଣ୍ଡ ହେଇଯାଉଛନ୍ତି। ଏଇ ଟେକ୍ନିକ ହିଁ ଆମକୁ କଣ କରିବ ନା ହଉଛି ରିଜଲ୍ୟୁସନ ଦେଇ ପାରିବ ଆମକୁ। ତ ସେଇଟା ଅତ୍ୟଧିକ ଡିପେଣ୍ଡେନ୍ସି ହିଁ ଆମର ହଉଛି ଡିସଆଡଭାଣ୍ଟେଜେସ୍। କହୁନ ତମେ କଣ କହୁଛ କୁହ। No, ma'am, এটা ଆପଣ critical one ପଢିଲେ ତ, ସେଟା actually artificial one। କୋଉଟା? ସେଇ ଫାର୍ଷ୍ଟ ପଏଣ୍ଟଟା ହିଁ, ଯୋଉ life will become an artificial one। ଆଚ୍ଛା ଆଚ୍ଛା ଆଚ୍ଛା, ହଁ 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 ହଁ, ସରି ସେ ଲେଖିଛନ୍ତି ଯୋଉ ସେଟା ଭୁଲରେ ପଢିଲି ହେଲା। ତ ହଉଛି କଣ ନା ହଉଛି ସେ ଏଇଟା ଲେଖୁଛି କି ଆମର ଯୋଉ ଟେକ୍ନିକ ଉପରେ ଆମେ କଣ କରୁଛନ୍ତି ନା ଅଧିକ ଡିପେଣ୍ଡ ହେଇ ପଡୁଛନ୍ତି କି ହଁ ଏଇ ଜିନିଷଟା ହିଁ ଆମକୁ ସଲ୍ୟୁସନ ଦେଇପାରିବ, ଏଠିକି ଗଲେ ହିଁ ଏଇ କମିଟିଟା ମତେ କଣ ହଉଛି ଗୋଟେ ସଲ୍ଭ କରିପାରିବ ଏ ପ୍ରୋବ୍ଲେମକୁ। ସବୁବେଳେ ଆମେ କଣ କରୁଛୁ ନା ଡିପେଣ୍ଡ ହେଇ ପଡୁଛନ୍ତି ଅଲଗା ଉପରେ। ତ ସେଥିପାଇଁ ଡିପେଣ୍ଡ ଆମେ ଅତ୍ୟଧିକ ଯେହେତୁ ହଉଛନ୍ତି, ସେଥିପାଇଁ ଡିସଆଡଭାଣ୍ଟେଜେସ୍। କାହିଁକିନା ଆମ ନିଜର ରାଇଟ୍ସ କଣ, ଆମ ନିଜର ଓପିନିଅନ କଣ, ସେଟାକୁ ଆମେ ଭଲ ଭାବରେ ଅନ୍ୟ ନିକଟରେ ଏକ୍ସପ୍ରେସ କରିପାରୁନାହାନ୍ତି ହେଲା। ତାପରେ କଣ କହିଲା ନା there is a possibility of fear and facing mental ill health due to the breaking of his relationship with the world। ତ କଣ ନା ଯଦି ଆମର କନଫ୍ଲିକ୍ଟ ରିଜଲ୍ୟୁସନ ଠିକ ଭାବରେ ନ ହୁଏ କିମ୍ବା ବ୍ୟକ୍ତି ସବୁବେଳେ କନଫ୍ଲିକ୍ଟ ଠାରୁ ଯଦି ପଳେଇବାକୁ ଚେଷ୍ଟା କରେ, ତେବେ କଣ ହୁଏ ନା ରିଲେସନସିପ ୱିକ୍ ହେଇଯାଏ।
ହେଲା ଏହାର ପରିଣାମରେ ଆମର କଣ ନା ଫିଅର ଲୋନଲିନେସ୍ ମେଣ୍ଟାଲ ଷ୍ଟ୍ରେସ୍ ଏସବୁର ଡେଭଲପ ହେଇଥାଏ। ଗୋଟେ କନଫ୍ଲିକ୍ଟର ରିଜଲ୍ୟୁସନ ଠିକ ଭାବରେ ଯଦି ହବନି, ଯଦି କୌଣସି ପ୍ରକାର କନଫ୍ଲିକ୍ଟ ହେଇଛି ତାର ରିଜଲ୍ୟୁସନ ହିଁ ଠିକ ଭାବରେ କିଛି ହଉନି, ସବୁବେଳେ ଯଦି କନଫ୍ଲିକ୍ଟ ଠାରୁ କଣ କରିବ ନା, ଗୋଟେ କନଫ୍ଲିକ୍ଟ ହେଇଛି ସେ କଣ କରିବ ନା, ହେ ଛାଡ ଆଉ ଗୋଟେ ମୁଁ କଣ ଗୋଟେ କରିବି, କି ସେତେ ସବୁବେଳେ ଯେତେ ଦୂରେଇକି ରହିବ କନଫ୍ଲିକ୍ଟ ଠାରୁ, ମାନେ କନଫ୍ଲିକ୍ଟ ହେଇଛି ଯଦି ଆମେ ତାକୁ କଣ କରିବା, ତାକୁ ଶୁଣିବା ପାଇଁ ହିଁ ଚାହିଁବାନି, ହେଲା ତାର ରିଲେସନସିପ କଣ ହବ ନା ୱିକ୍ ହେଇଯିବ। ଯଦି ଆମର ଗୋଟେ ଜିନିଷ ହେଇଛି ଆମେ କଣ କରୁଛନ୍ତି, ସାଙ୍ଗେ ସାଙ୍ଗେ କଥାବାର୍ତ୍ତା ହେଇକି ତାକୁ କିଛି ମେଣ୍ଟଉଛନ୍ତି, କଣ କରୁଛନ୍ତି ସାଙ୍ଗେ ଆମ ନିଜ ନିଜ ଭିତରେ। କିନ୍ତୁ ଆମେ ଯଦି ଡିପେଣ୍ଡ କରିଦବା କି ନାଇଁ ସେ କଲେ ହିଁ ଆମେ କଣ କରିବା, ମୁଁ ଗୋଟେ ଏଫଆଇଆର ଦେଇକି ଆଇଛି, ସିଏ କିଛି ଆକ୍ସନ ନ ନେଲେ ମୁଁ କିଛି କରିପାରିବିନି, ମୁଁ ଚୁପ୍ ହେଇକି ସେମିତି ବସିଥିବି ସେବେଠାରୁ, ତ କଣ ହବ, ଡରଟା ବଢିବ। ଗୋଟେ ସେକେଣ୍ଡ ତ କଣ ହବ, ଡରଟା ବଢିବ, ତ ହଉଛି ଆମର ମେଣ୍ଟାଲ ଷ୍ଟ୍ରେସ୍ ମଧ୍ୟ ଡେଭଲପମେଣ୍ଟ ହବ। କେବେ ହବ କଣ କରିବ ଏମିତି ତମେ ଗଲା ୱେଟ୍ କରିଥିବ ଇଏ କରିଥିବ, ତ ସେସବୁ ଜିନିଷ ମଧ୍ୟ ଆମର କଣ ନା ହଉଛି ଗୋଟେ ଡିସଆଡଭାଣ୍ଟେଜ ବୋଲି ଆମେ କହିପାରିବା। କନଫ୍ଲିକ୍ଟ ରିଜଲ୍ୟୁସନ ସିନା ଶାନ୍ତିପୂର୍ଣ୍ଣ ଭାବରେ ସବୁ ଜିନିଷ ଇଏ କରୁଛି ଆଉ ସୋସାଇଟିକୁ ଡେଭଲପମେଣ୍ଟ କରିବାରେ ଟ୍ରାଏ କରୁଛି, କିନ୍ତୁ ଏସବୁ ଜିନିଷ ମଧ୍ୟ ତାର ହଉଛି କଣ ଡିସଆଡଭାଣ୍ଟେଜେସରେ ଯାଇପାରିବ। କି ଗୋଟେ ହଉଛି ଆମର କଣ ନା ହଉଛି କୌଣସି ପ୍ରକାର କନଫ୍ଲିକ୍ଟ ରିଜଲ୍ୟୁସନ ଇଏରେ ଆମେ ସବୁବେଳେ କଣ ହଉଛନ୍ତି ନା ହଉଛି ଡିପେଣ୍ଡେନ୍ସି ଅଧିକ ବଢି ଯାଉଛି। ଆଉ ଗୋଟେ ଜିନିଷ କଣ ନା ହଉଛି ଆମେ ଯଦି କନଫ୍ଲିକ୍ଟ ରିଜଲ୍ୟୁସନ ଉପରେ ପୁରାପୁରି ନିର୍ଭର କରୁଛନ୍ତି, ଆଉ ସେଟା ଯେତେବେଳେ ସଲ୍ଭ ହଉନି, କିଛି ଟାଇମ ଅଧିକ ଲାଗୁଛି, କି କେହି ଧର କିଛି ଦିନ ଧର ଡେରି ହଉଛି, ହେଲା କି ଧର ଜିନିଷ ଧର କେହି ଶୁଣୁନାହାନ୍ତି, ତ ଆମେ କଣ କରୁଛନ୍ତି ନା ସେଟା ହଉଛି ବାରମ୍ବାର ଆମେ ସେଥିରୁ ବି ଦୂର ହଉଛନ୍ତି। ଆଉ କଣ କରୁଛନ୍ତି ନା ହଉଛି ମେଣ୍ଟାଲ ଷ୍ଟ୍ରେସ୍ ମଧ୍ୟ ଆମର ଡେଭଲପ ହଉଛି, ଲୋନଲିନେସ୍ ଫିଲ୍ ହଉଛି, ଫିୟର ମଧ୍ୟ ବଢୁଛି। ଏସା ହେଲା ଡିସଆଡଭାଣ୍ଟେଜେସ୍। ତାପରେ ଆସିଲା ଆମର ଷ୍ଟେଜେସ୍ ଅଫ ସୋସିଆଲ ଡେଭଲପମେଣ୍ଟ। Stages of social development କଣ ଦେଇଛି, social development passes through a number of marked stages which may be discussed as under। ତ କଣ ନା ଲେଖିଛି ଆଇସୋଲେଟେଡ ପ୍ଲେ, ପାରାଲାଲ ପ୍ଲେ, ସୋସିଆଲ ପ୍ଲେ। ତ କଣ ନା ସୋସିଆଲ ଡେଭଲପମେଣ୍ଟର କିଛି ମାର୍କ ଷ୍ଟେଜ ଆମର ସବୁ ଅଛି, ହେଲା ମାର୍କ ଷ୍ଟେଜ ସବୁ କିଛି ଅଛି, ଯୋଉଟା କି ଯାହା ମାଧ୍ୟମରେ କି ଆମେ କଣ କରିଥାନ୍ତେ ନା ଆଗକୁ ବଢିଥାନ୍ତେ। ଏଇ ଷ୍ଟେଜ ଆମର କଣ ନା ଶିଶୁ କିପରି ଅନ୍ୟମାନଙ୍କ ସହିତ ଇଣ୍ଟରାକ୍ଟ କରିବ, କେମିତି ଖେଳିବ, କେମିତି ରିଲେସନସିପ ବିଲ୍ଡ କରିବ, ସେ ସବୁକୁ ହିଁ ଏଥିରେ ଦେଖେଇଥାଏ, ହେଲା ସେ ସବୁ ଜିନିଷ ଏଠି ଦେଖିଲା, ଷ୍ଟେଜ ଦେଲା ଆଇସୋଲେଟେଡ ପ୍ଲେ, ପାରାଲାଲ ପ୍ଲେ, ସୋସିଆଲ ପ୍ଲେ। ପ୍ରଥମ ଏଟା ଦେଖିବା ଆଇସୋଲେଟେଡ ପ୍ଲେରେ। ଆଇସୋଲେଟେଡ ପ୍ଲେରେ ଦେଖିଲା ପ୍ରଥମେ ଇଟ୍ କମ୍ସ ଅଣ୍ଡର ଦ ଷ୍ଟେଜ ଅଫ ପ୍ରି ସୋସିଆଲ ବିହେଭିୟର। ଆଇସୋଲେଟେଡ ପ୍ଲେ ପ୍ରି ସୋସିଆଲ ବିହେଭିୟର ଷ୍ଟେଜରେ ଆମର ଆସିଥାଏ, ହେଲା ପ୍ରି ସୋସିଆଲ ବିହେଭିୟର ଷ୍ଟେଜରେ ଆସିଥାଏ। ଏ ଷ୍ଟେଜରେ ଚାଇଲ୍ଡର ସୋସିଆଲ ଇଣ୍ଟରାକ୍ସନ ଏଯାଏଁ ଡେଭଲପ ହୋଇନଥାଏ, ହେଲା ସୋସିଆଲ ଇଣ୍ଟରାକ୍ସନ ଯୋଉ ଚାଇଲ୍ଡର ଏଯାଏଁ ଡେଭଲପ ହେଇନଥାଏ। ସେଥିପାଇଁ ଚାଇଲ୍ଡ କଣ କରେ ନା ଅନ୍ୟ ଚିଲଡ୍ରେନ ସହିତ ଖେଳିବାର ଆଗ୍ରହ ଦେଖେଇ ନଥାଏ। ଆମର ଯଦି ଗୋଟେ ପିଲାଟେ ସୋସିଆଲ ଇଣ୍ଟରାକ୍ସନ ସେ ହଉଛି କଣ ନା ଡେଭଲପ କରିନାହିଁ, କେମିତି କଣ ଇଣ୍ଟରାକ୍ସନ କରିବ, ପିଲାମାନଙ୍କ ସହିତ କେମିତି ମିଶିବ କଣ ନାହିଁ, ସେସବୁ ଯଦି ଡେଭଲପମେଣ୍ଟ ହେଇନଥିବ, ସେ ଅଲଗା ପିଲାମାନଙ୍କ ସହିତ କେମିତି କଣ ଆଗ୍ରହ ଦେଖେଇବ, ଖେଳିବା ପାଇଁ ଦେଖେଇବ ନାହିଁ, ସେଟା ଆଇସୋଲେଟେଡ ଫିଲ୍ କରିବ। ଆଇସୋଲେଟେଡ ପ୍ଲେ ବୋଲି କୁହାଯାଉଛି ପ୍ରି ସୋସିଆଲ ବିହେଭିୟର ଷ୍ଟେଜକୁ। ତାପରେ ଲେଖିଛି ସମଟାଇମ୍ସ ଇଜ କଲ୍ଡ ସଲିଟାରୀ ପ୍ଲେ ଅର ଇଣ୍ଡିପେଣ୍ଡେଣ୍ଟ ପ୍ଲେ। ଆଇସୋଲେଟେଡ ପ୍ଲେ କୁ କେବେ କେବେ ଆମେ କଣ କୁହନ୍ତି ନା ସଲିଟାରୀ ପ୍ଲେ କୁହନ୍ତି ବା ଇଣ୍ଡିପେଣ୍ଡେଣ୍ଟ ପ୍ଲେ ମଧ୍ୟ କୁହାଯାଏ। କାହିଁକି ନା ଏଇ ଯୋଉ ଷ୍ଟେଜରେ ଇନଫାଣ୍ଟ ଏକା ଏକା ଖେଳିଥାଏ, ଅଲଗା ପିଲାଙ୍କ ସହିତ ଯେହେତୁ ମିଶି ନଥାଏ, ସେଥିପାଇଁ ସେ ଆଇସୋଲେଟ ଫିଲ୍ କରେ। ତ ସେଥିପାଇଁ କଣ ନା ଅଲଗା ପିଲାଙ୍କ ସହିତ ଭଲ ଭାବରେ ନ ମିଶିକି ସେ ଏକା ଏକା ଖେଳିବା ପାଇଁ ବେଶୀ ଇଏ କରିଥାଏ, ଏକା ଏକା ଖେଳିଥାଏ। ତ ଅନ୍ୟ ଚିଲଡ୍ରେନଙ୍କର ପ୍ରେଜେନ୍ସ ଥିଲେ ମଧ୍ୟ ସେମାନଙ୍କ ସହିତ ସେ କଣ ନା ଇଣ୍ଟରାକ୍ସନ କରିନାହିଁ। ଅଲଗା ପିଲା ବି ଥିବେ, ସେ ତାଙ୍କ ସହିତ ମିଶୁନଥିବ, ନିଜେ ନିଜେ ତାର ଖେଳୁଥିବ, ନିଜ ଇଚ୍ଛାରେ ଖେଳୁଥିବ, ସେ ଅନ୍ୟମାନଙ୍କ ସହିତ ମିଶୁ ବି ନଥିବ। ତାପରେ ଲେଖିଲା କି ଡ୍ୟୁରିଂ ଦ ପିରିୟଡ ଦ ଇନଫାଣ୍ଟ ଇଜ ଅଫ ହିଜ ଅଲମୋଷ୍ଟ ବଡି ୱାନ୍ସ। ତ କଣ ଲେଖିଲା ଡ୍ୟୁରିଂ ଦିସ୍ ପିରିୟଡ ଦ ଇନଫାଣ୍ଟ ଇଜ କନସର୍ନଡ ଅଲମୋଷ୍ଟ କମ୍ପ୍ଲିଟଲି ୱିଥ ଦ ସାଟିସ୍ଫାକ୍ସନ ଅଫ ହିଜ ବଡି ୱାନ୍ସ। ତ କଣ ଇଏ ମାନେ ନା ହଉଛି ଏଇ ଯୋଉ ପିରିୟଡରେ ଆମର ଇନଫାଣ୍ଟ ପ୍ରାୟ କଣ କରେ ନା ସେଲ୍ଫ ସେଣ୍ଟର୍ଡ ଥାଏ, ହେଲା
ସେଲ୍ଫ ସେଣ୍ଟର ଥାଏ। ସେ ନିଜ ଆବଶ୍ୟକତା ନିଜ ଇଚ୍ଛା ତାହାର ଆକ୍ଟିଭିଟିଜ ଏ ଉପରେ ହିଁ ଅଧିକ ସେ ଫୋକସ କରିଥାଏ। ସେ କଣ ନା ହଉଛି କୌଣସି ପ୍ରକାର ସେୟାରିଂ କୋଅପରେସନ ଗ୍ରୁପ ବିହେଭିୟର ଏ ଷ୍ଟେଜରେ ସେ ଶିଖିନଥାଏ। କାହା ଗୋଟେ ମୁଁ ଗୋଟେ କିଛି ମୁଁ ଖାଉଛି ମୁଁ ଗୋଟେ କାହା ଗୋଟେ ଦେଇଦେବି ସେମିତି ସେ ଭାବେନି। ସେ ସବୁବେଳେ କଣ ନା ସେଲ୍ଫ ସେଣ୍ଟର ଥାଏ। ନିଜେ ନିଜକୁ ଦେଖେ ମୁଁ ମତେ କଣ ଦରକାର ମୁଁ ଯାହା ଭାବୁଛି ସମସ୍ତେ ସେୟା ଭାବୁଥିବ ବୋଲି ସେମିତି ତାକୁ ଫିଲିଙ୍ଗସ୍ ଆସିନଥାଏ। ମତେ ଭୋକ ଲାଗୁଛି ତ ଅନ୍ୟକୁ ଭୋକ ଲାଗୁଥିବ ସେମିତି ସେ ଭାବୁନଥିବ। ସେ ଖାଲି ସେଲ୍ଫ ସେଣ୍ଟରରେ ଥାଏ। କୌଣସି ପ୍ରକାର କୋଅପରେସନ ତାର ନଥାଏ କି ଗ୍ରୁପ ବିହେଭିୟର ବି ନଥାଏ ହେଲା। ତାପରେ ଲେଖିଲା କଣ ନା ଇନ୍ ଦିସ୍ ଷ୍ଟେଜ ଦ ଇନଫାଣ୍ଟ ପ୍ଲେଜ ଏଲୋନ୍ ଫ୍ରମ୍ ଏଜ୍ 0 to 2 years। ଆଇସୋଲେଟେଡ ପ୍ଲେ ସାଧାରଣତଃ ଆମର କଣ ନା 0 to 2 years ବୟସରେ ଆମର ଦେଖା ଦେଇଥାଏ। ଆଉ ଏଇ ଷ୍ଟେଜରେ ଇନଫାଣ୍ଟ କଣ କରନ୍ତି ନା ଟଏଜ ହେଇଗଲା ଅବଜେକ୍ଟସ ହେଇଗଲା କିମ୍ବା ବଡି ମୁଭମେଣ୍ଟ ସହିତ ଏକା ଏକା ଖେଳନ୍ତି ହେଲା। ନିଜେ ନିଜେ ହାତକୁ ଏମିତି କରୁଥିବେ ସେ ନିଜେ ତା ଭିତରେ ଖୁସି ହେଇକି ଖେଳୁଥିବେ। କିଛି ଖେଳଣା ନେଇ ଆସିଥିବେ କୌଣସି ପ୍ରକାର ଅବଜେକ୍ଟ ନେଇ ଆସିଥିବେ ତାଙ୍କ ସହିତ ଖେଳୁଥିବେ। ତ ଏଇଟା ହଉଛି 0 to 2 years ଭିତରେ ଆମର ଦେଖା ଦେଇଥାଏ। ଆଇସୋଲେଟେଡ ପ୍ଲେ ହଉଛି କଣ ନା ପ୍ରି ସୋସିଆଲ ବିହେଭିୟର ବୋଲି ଆମେ କହିପାରିବା। ପ୍ରି ସୋସିଆଲ ବିହେଭିୟର ଆଇସୋଲେଟେଡ ପ୍ଲେ କୁ ପ୍ରି ସୋସିଆଲ ବିହେଭିୟର ବୋଲି ଆମେ କୁହନ୍ତି। ସୋସିଆଲ ଇଣ୍ଟରାକ୍ସନ ତାଙ୍କର ନଥାଏ ଏ ଟାଇମରେ। ପିଲାମାନେ ଅନ୍ୟମାନଙ୍କ ସହିତ ଖେଳନ୍ତି ନାହିଁ ତାଙ୍କ ସହିତ ଖେଳିବାରେ ଇଣ୍ଟରେଷ୍ଟ ଦେଖାନ୍ତି ନାହିଁ ନିଜେ ନିଜେ ଖେଳିଥାନ୍ତି। ଇଣ୍ଡିପେଣ୍ଡେଣ୍ଟ ପ୍ଲେ ବୋଲି ଆମେ କହିପାରିବା ସଲିଟାରୀ ପ୍ଲେ ବୋଲି ଆମେ କହିପାରିବା। କାହିଁକିନା ସେ ଇଣ୍ଡିପେଣ୍ଡେଣ୍ଟଲି ଏକା ଏକା ଖେଳନ୍ତି ଆମର ଇନଫାଣ୍ଟ ମାନେ ଷ୍ଟେଜରେ ଆଇସୋଲେଟେଡ ପ୍ଲେରେ। ଆଉ ଗୋଟେ କଣ ନା କାହା ସହିତ ଇଣ୍ଟରାକ୍ସନ କରନ୍ତି ନାହିଁ 0 to 2 years ମଧ୍ୟରେ ତାଙ୍କର ଥାଏ ଏଇ ଗ୍ରୁପଟା ପିରିୟଡଟା ହେଲା। ଆଇସୋଲେଟେଡ ପ୍ଲେ ବୁଝିପାରିଲ? Yes, ma'am. Yes, ma'am. Yes, ma'am. ତାପରେ আহিଲା parallel play। parallel play ରେ କଣ କହିଲା ନା when a child play along side or near other but does not play with this stage is called parallel play। ତ କଣ କହୁଛି ନା parallel play ସେଇ ଷ୍ଟେଜକୁ କହିବା ଆମେ ଯେତେବେଳେ ଗୋଟେ ଚାଇଲ୍ଡ ଅନ୍ୟ ଚିଲଡ୍ରେନଙ୍କ ସାଙ୍ଗରେ କିମ୍ବା ପାଖରେ ଖେଳିଥାଏ କିନ୍ତୁ ସେମାନଙ୍କ ସହିତ ଡାଇରେକ୍ଟ ଖେଳେ ନାହିଁ ହେଲା। ଗୋଟେ ପିଲାଟେ କଣ କରିବ ନା ହଉଛି ଯଦି କିଏ ଗୋଟେ ବସିଛି ତାଙ୍କ ସାଥିରେ ଖେଳୁଥିବ ହେଲା ତାଙ୍କ ପାଖରେ ଖେଳୁଥିବ ଡାଇରେକ୍ଟଲି ତା ସହିତ ଖେଳୁଥିବ ସେମିତି ନୁହଁ। ଚାଇଲ୍ଡ ଅନ୍ୟ ଚିଲଡ୍ରେନ ମାନଙ୍କର ପ୍ରେଜେନ୍ସ ବିଷୟରେ ଆୱାର ଥାଏ କି ହଁ ସେ ପିଲାଟେ ଅଛି ହେଲା। ଇଣ୍ଟରାକ୍ସନ ସେୟାରିଂ କିମ୍ବା କୋଅପରେସନ ଏଯାଏଁ ଡେଭଲପ ହୋଇନଥାଏ ତାଙ୍କର। ଖାଲି ମୋ ପାଖରେ ଅଛି ସେ ଖେଳୁଛି ମୁଁ ଖେଳୁଛି ହେଲା ଏମିତି। କିନ୍ତୁ ତାଙ୍କ ସହିତ ଇଣ୍ଟରାକ୍ସନ କରିକି ସେମାନେ ଖେଳି ନଥାନ୍ତି ହେଲା। ଏଟାକୁ ଆମେ କହନ୍ତି ପାରାଲାଲ ପ୍ଲେ ଯୋଉଟା କି 3 ରୁ 4 ବର୍ଷର ପିଲାମାନେ ସେମାନଙ୍କ ଇଏରେ ଥାଏ। ଆଉ ଧର ତମେ ଖେଳୁଛ ନା ଗୋଟେ ପିଲାଟେ ଅଛି ସେ ଖେଳୁଛି ତମେ କଣ କରୁଛ ନା ତା ସହିତ କହୁଛ କି ହଁ ଏଇଟା ତୁ ଏଇଠି ଦେ ସେଟା ତାକୁ ଦେ। ସିଏ କିନ୍ତୁ ତମ ସହିତ କିଛି କଥା ହଉନଥିବ ସେ ତା ହିସାବରେ ତାର ଖେଳୁଥିବ ହେଲା। ତାପରେ ଆସିଲା ସୋସିଆଲ ପ୍ଲେ। ସୋସିଆଲ ପ୍ଲେରେ କଣ ଦେଇଛି ନା ହଉଛି ଇନ୍ ଦ ଷ୍ଟେଜ ଦ ଚାଇଲ୍ଡ ପ୍ଲେ ୱିଥ ପିୟର ଗ୍ରୁପ୍ସ। ସୋସିଆଲ ପ୍ଲେ ଆମର କଣ ନା ଷ୍ଟେଜରେ ଆମର ଚାଇଲ୍ଡ ମାନେ ପିୟର ଗ୍ରୁପ ମାନଙ୍କ ସହିତ ଖେଳନ୍ତି ଆକ୍ଟିଭଲି ଇଣ୍ଟରାକ୍ସନ କରନ୍ତି। ଏ ଷ୍ଟେଜରେ ଆମର କୋଅପରେସନ ବଢେ ସେୟାରିଂ କମ୍ପିଟିସନ୍ସ ରୁଲ ବେସ୍ଡ ଗେମ୍ ଡେଭଲପ ହୁଏ ଏଥିରେ ଯୋଉଟା କି ଆମର କୌଣସି ପ୍ରକାର ପାରାଲାଲ ପ୍ଲେରେ ଆଉ ଆଇସୋଲେଟେଡ ପ୍ଲେରେ ହୋଇନଥାଏ। ତାପରେ ଲେଖିଲା କଣ ନା ଦ ଏଜ୍ ଇଜ ଅଫେନ୍ କଲ୍ଡ ଦ ଗ୍ୟାଙ୍ଗ ଏଜ୍ 6 to 12 years ହେଲା। ଏଟାକୁ ଆମେ କଣ କହନ୍ତି ନା ଗ୍ୟାଙ୍ଗ ଏଜ୍ ବୋଲି କୁହନ୍ତି ଯୋଉଟା କି 6 ରୁ 12 ବର୍ଷ ଯାଏଁ ତାଙ୍କର ଅଛି। ଏଇ ଷ୍ଟେଜକୁ ସୋସିଆଲ ପ୍ଲେ ସହିତ ଗ୍ୟାଙ୍ଗ ଏଜ୍ ବୋଲି କୁହାଯାଏ। କାହିଁକି ଗ୍ୟାଙ୍ଗ ଏଜ୍ କୁହାଯାଏ କାହିଁକି ନା ଚାଇଲ୍ଡ ମାନେ ନିଜର ପିୟର ଗ୍ରୁପ ମାନଙ୍କ ସହିତ ଅଧିକ ଟାଇମ ସ୍ପେଣ୍ଡ କରିଥାନ୍ତି ଗ୍ରୁପ ଆଇଡେଣ୍ଟିଟିକୁ ଡେଭଲପ କରିଥାନ୍ତି। ତ ସୋସିଆଲ ପ୍ଲେ ଆମର ସାଧାରଣତଃ କେତେରୁ କେତେ ଯାଏଁ ଥାଏ ନା 6 ରୁ 12 ବର୍ଷ ବୟସ ମଧ୍ୟରେ ଥାଏ। ତାପରେ କହିଛି ଇନ୍ ଦିସ୍ ଷ୍ଟେଜ ଦ ଚାଇଲ୍ଡ no longer wants to depend upon restricted environment of the home and wants to be in the wider social world of peers and hence craves from social approval। ତ କଣ କହିଲା ସେ କହୁଛି କି ଏଇ ଷ୍ଟେଜରେ ଆମର ଚାଇଲ୍ଡ ମାନେ ଆଉ ରେଷ୍ଟ୍ରିକ୍ଟେଡ ହୋମ ଏନଭାରମେଣ୍ଟ ଉପରେ ନିର୍ଭର କରିବାକୁ ଚାହାନ୍ତି ନାହିଁ କି ଆମେ ଘରେ ହିଁ ରହିବୁ
ରେଷ୍ଟ୍ରିକ୍ଟେଡ୍ ହେଇକି ରହିବୁ, ଘର ଭିତରେ ରହିବୁ, ଖାଲି ଖେଳିବୁ, ସେମିତି ସେଇଟା ମାଇଣ୍ଡରେ ନଥାଏ ତାଙ୍କର। ସେ ୱାଇଡ୍ ସୋସିଆଲ ୱାର୍ଲଡ, ଯେମିତିକି ଫ୍ରେଣ୍ଡସ୍ ହେଇଗଲେ, କ୍ଲାସମେଟ୍ ହେଇଗଲେ, ପ୍ଲେଗ୍ରାଉଣ୍ଡ ହେଇଗଲା, ସ୍କୁଲ ହେଇଗଲା, ସେଠିକି ସବୁ ମାନେ ଯିବାକୁ ଚାହାନ୍ତି, ସେଠି ସେମାନେ ଖେଳିବାକୁ ଚାହିଁଥାନ୍ତି। ତ ସେମାନଙ୍କର ଖେଳଟା ଖାଲି ମାନେ ଘରେ ନଥାଏ, ସେମାନଙ୍କ ଖେଳ ସେ ସବୁ ସେମାନେ ବାହାରେ କରିବାକୁ ଚାହିଁଥାନ୍ତି। ହେଲା, ତାପରେ କଣ ଦେଇଛି? ତାପରେ କହିଲା during this process envy, jealousy, aggressiveness, etc. are clearly expressed in the child's behavior. ହେଲା, ତ କଣ ନା ଆମର ଯାହା ବି ସବୁ ଆଗ୍ରେସନ ହେଇଗଲା, ଆମର ହଉଛି କଣ ଜେଲୋସି ହେଇଗଲା, ଇମୋସନ୍ସ ହେଇଗଲା, ଚାଇଲ୍ଡର ବିହେଭିୟରରେ କ୍ଲିୟରଲି ଏକ୍ସପ୍ରେସ ହୁଏ, ଆମେ ଦେଖିପାରନ୍ତେ। ତ କମ୍ପିଟିସନ କମ୍ପାରିଜନ ଏଥି କାରଣରୁ ଏଇଟା କଣ ହେଇଥାଏ ନା ଇମୋସନାଲ ନ୍ୟାଚୁରାଲ ଭାବେ ଡେଭଲପ ହେଇଥାଏ। ଆମର କମ୍ପିଟିସନ ଡେଭଲପମେଣ୍ଟ ହେଇଥାଏ, କୌଣସି ପ୍ରକାର କମ୍ପାରିଜନ ସେଇଠି କରିବେ, ତାଙ୍କର ଇମୋସନ ସବୁ ଏଥିରେ ଡେଭଲପମେଣ୍ଟ ହେଇଥାଏ। କୋଉଥିରେ? ସୋସିଆଲ ପ୍ଲେରେ। ହେଲା, ଆଉ ଯୋଉ ଏତିକି ରହିଲା କ୍ୟାରେକ୍ଟରିଷ୍ଟିକ ଅଫ ସୋସିଆଲ ମ୍ୟାଚୁର ପର୍ସନ, ତାପରେ ଆମର ୟୁନିଟ୍ 4 ଷ୍ଟାର୍ଟ ହବ। ତମର ଯୋଉ କ୍ଲାସ ନାହିଁ ୟା ପରେ, ସେଇ କ୍ଲାସରେ ମୁଁ ତମକୁ ପଢେଇବି। ହେଲା, ଓକେ ମ୍ୟାମ୍। ହଁ, ମୋର ଟିକେ ଇଏ କାମ ଅଛି, ଟିକେ କଲ୍ ଆସିଲାଣି, ମୁଁ 7ଟା ବେଳେ ଆସିକି ପଢେଇବି। ଥ୍ୟାଙ୍କ ୟୁ।